ସ୍କ୍ରିନ୍ ସମସ୍ତଙ୍କୁ ଦେଖାଯାଉଛି? ଆଜ୍ଞା ସାର୍। ଓକେ। ତ ଆଜି ଆମେ ଆରମ୍ଭ କରିବା। ଆଜି ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଅଛି। ଆମେ ୟା ପୂର୍ବରୁ ଲାଷ୍ଟ କ୍ଲାସ୍ ଆମେ କ'ଣ କ'ଣ ପଢ଼ିଥିଲେ ଟିକେ ଡିସ୍କସନ୍ କରିବା, ତାପରେ ଆମେ ନେକ୍ସଟ ଟପିକ୍କୁ ଯିବା। ଲାଷ୍ଟ କ୍ଲାସ୍ରେ ଆମେ ପଢ଼ିଥିଲେ ଯେ କେମିତି CPU ଇନଫର୍ମେସନ୍ ଚେକ୍ କରିବା। ମେମୋରି ଇନଫର୍ମେସନ୍ ଚେକ୍ କରିବା, CPU ମେମୋରି ୟୁଟିଲାଇଜେସନ୍ କେମିତି ଚେକ୍ କରିବା ଆମେ ସେଇଟା ବି ପଢ଼ିଥିଲେ। ଦେନ୍ ଆମେ ଆଉ କ'ଣ ପଢ଼ିଥିଲେ, ନେଟୱାର୍କ ରିଲେଟେଡ୍ କମାଣ୍ଡ ବି କିଛି ଆମେ ପଢ଼ିଥିଲେ। ଦେନ୍ ଆମେ ଆଉ କ'ଣ ପଢ଼ିଥିଲେ, ଲଗ୍ ଫାଇଲ୍ ବି କୋଉଠି କୋଉଠି ଲିନକ୍ସର ଲଗ୍ ଗୁଡ଼ା ରହେ ସେଟା ଆମେ ପଢ଼ିଥିଲେ, ସେଟା କଭର କରିଥିଲେ। ଦେନ୍ ଆମେ ପଢ଼ିଥିଲେ ସର୍ଭରର ଅଫ୍ ଟାଇମ୍ ଆମେ କେମିତି ଚେକ୍ କରିବା। ଆଉ ପଢ଼ିଥିଲେ ପ୍ରୋସେସେସ୍ ଇନଫର୍ମେସନ୍। ଓକେ, ମୁଁ ଭାବୁଛି ଆପଣ ସବୁଗୁଡ଼ା ସବୁ ପଢ଼ିଦେଇଥିବେ। ମୁଁ ଆପଣଙ୍କୁ ଯାହା ରେକର୍ଡ଼ିଂ ତ ଦେଇପାରିନଥିଲି, ରେକର୍ଡ଼ିଂଟା ଠିକ୍ସେ ହେଇନଥିଲା, କରପ୍ଟ ହେଇଯାଇଥିଲା। ତ ଆପଣ PDF ଦେଖିକି ଟିକେ ପ୍ରାକ୍ଟିସ୍ କରିଥିବେ ବୋଲି ଭାବୁଛି, କାରଣ ଏଗୁଡ଼ାକ ବି ବହୁତ ଇମ୍ପୋର୍ଟାଣ୍ଟ ଥିଲା। ଆଉ ଆଜି ହେଉଛି ଆକ୍ଚୁଆଲି ବହୁତ ଇମ୍ପୋର୍ଟାଣ୍ଟ ଆସିବ। ଆଜି ନୁହଁ, ଆଜିଠୁ ଯେଉଁ କ୍ଲାସ୍ ଗୁଡ଼ାକ ହେବ ସେଗୁଡ଼ାକ ଇମ୍ପୋର୍ଟାଣ୍ଟ ଆସିବ। ମୁଁ ଆପଣଙ୍କୁ କହିବି ଯେ ଆପଣମାନେ କେଉଁ କ୍ଲାସ୍ ମିସ୍ କରନ୍ତୁନି, ସବୁ କ୍ଲାସ୍ ଆଟେଣ୍ଡ କରନ୍ତୁ, ସୋ ଦ୍ୟାଟ୍ ଆପଣଙ୍କୁ ବେନିଫିଟ୍ ମିଳିବ। ଠିକ୍ ଅଛି, ଚାଲନ୍ତୁ ଆଜିର କ୍ଲାସ୍ ଆମେ ଆରମ୍ଭ କରିବା। ଆଜି ଆମେ ପଢ଼ିବା ଯେ ୟୁଜର ଆଉ ଗ୍ରୁପ୍, ୟୁଜର ଆଣ୍ଡ ଗ୍ରୁପ୍। ମୁଁ ଆପଣଙ୍କୁ ୟା ପୂର୍ବରୁ କହିଥିଲି /etc/PASSWD ଏଇ ଯେଉଁ କନଫିଗରେସନ୍ ଫାଇଲ୍, ଏଥିରେ ୟୁଜରର ଇନଫର୍ମେସନ୍ ରହେ, ୟୁଜରର ଇନଫର୍ମେସନ୍ ରହେ। ଓକେ, କ'ଣ କ'ଣ ରହେ ଯଦି ଆମେ ଏଇଠି ଦେଖିବା, cat/etc/PASSWD। କ୍ୟାଟ୍ ହେଉଛି କ'ଣ, ଆପଣ ଯେଉଁ ଟୁଲ୍ ଯେଉଁଥିରେ ଆମେ ଗୋଟେ ଫାଇଲ୍କୁ ବା ଗୋଟେ କନଫିଗରେସନ୍ ଫାଇଲ୍କୁ ରିଡ୍ କରିପାରିବା। ଏଇଠି ଦେଖନ୍ତୁ, ଯଦି ଆମେ ଦେଖିବା ଏଥିରେ ଆପଣ ସବୁ ୟୁଜର ଦେଖାଉଛି। କେଉଁଠୁ ଷ୍ଟାର୍ଟ ହେଇଛି, ରୁଟ୍ରୁ ଷ୍ଟାର୍ଟ ହେଇଛି। ରୁଟ୍ ହେଉଛି ଆପଣଙ୍କ ଆଡମିନିଷ୍ଟ୍ରେଟିଭ୍ ୟୁଜର ବା ସବୁଠୁ ଯେଉଁ ଆପଣଙ୍କ ପାୱାରଫୁଲ୍ ୟୁଜର ଲିନକ୍ସରେ। ତାପରେ ଆପଣଙ୍କର ସବୁ ୟୁଜର ଯେତେ ସବୁ ଅଛି, ୟୁଜର ଗ୍ରୁପ୍ ଯାହା ବି ଅଛି ସବୁ ଏଠି ମେଣ୍ଟେନ୍ ହେଇଛି। ଦେଖନ୍ତୁ ଗୋଟେ ଜିନିଷ ଆପଣ ନୋଟିସ୍ କରନ୍ତୁ, ଡ୍ୟୁକ୍ ୟୁଜରରୁ ଏଇଠି ହେଉଛି ଆପଣଙ୍କର ମୁଁ ବନେଇବା ଷ୍ଟାର୍ଟ କରିଛି। ଆପଣ କେମିତି ଜାଣିବେ, ଯଦି ଆପଣଙ୍କୁ ପଚରାଯିବ ଯେ ଆପଣ କେମିତି ଜାଣିବେ ଯେ ଆପଣଙ୍କ ସର୍ଭରରେ କେଉଁଠୁ ୟୁଜର ଷ୍ଟାର୍ଟ ହେଇଛି ଆଉ କେଉଁଟା ଆପଣ କଷ୍ଟମାଇଜ୍ ୟୁଜର ଆପଣ ନିଜେ କ୍ରିଏଟ୍ କରିଛନ୍ତି। ସବୁବେଳେ ମନେ ରଖନ୍ତୁ, ଯେଉଁ ୟୁଜରର ୟୁଜର ଆଇଡି ହେଉଛି 1000, ସେଇଠୁ ଆପଣଙ୍କର ୟୁଜର ବନେଇବା ଷ୍ଟାର୍ଟ ହେଇଛି। ଦେନ୍ ଆପଣଙ୍କର ଉପରକୁ ହେଉଛି ସିଷ୍ଟମ ୟୁଜର ବା ସିଷ୍ଟମ ଡିଫଲ୍ଟ ୟୁଜର ବା ଗ୍ରୁପ୍। ଏଗୁଡ଼ାକ ସିଷ୍ଟମ ତାର OS ବନେଇଲା ବେଳେ ନିଜେ ନିଜେ କରିଥାଏ। ତାପରେ ଆମେ ଯେଉଁ ୟୁଜର ବନାଉ ସେ ତାର ଆରମ୍ଭ ହୁଏ 1000ରୁ। ଏଇଟା ମୁଁ ଆପଣଙ୍କୁ ଅଲରେଡ଼ି କହିଥିଲି। ଓକେ, ତ ଏଇଠି ଆମେ କ'ଣ ମନେ ରଖିବା, ରୁଟ୍ ହେଉଛି ଆଡମିନିଷ୍ଟ୍ରେଟିଭ୍ ୟୁଜର ବା ସବୁଠୁ ପାୱାରଫୁଲ୍ ୟୁଜର। ତାର ୟୁଜର ଆଇଡି ହେଉଛି 0, ଗ୍ରୁପ୍ ଆଇଡି ହେଉଛି 0। ଦେନ୍ ଅଦର ୟୁଜର ଷ୍ଟାର୍ଟିଂ ଫ୍ରମ୍ 1000, ଦେନ୍ 1000 ଏଇଠୁ ଆପଣଙ୍କର ଷ୍ଟାର୍ଟ ହେବ। ଓକେ, ଏଇଟା ଇଣ୍ଟରଭ୍ୟୁ ଆପଣଙ୍କୁ ସବୁବେଳେ ପଚାରନ୍ତି ଯେ ରୁଟ୍ ୟୁଜରର କ'ଣ। ସାର୍ ଏଗୁଡ଼ା ନୋଟ୍ ଡାଉନ୍ କରିବୁ କି ସାର୍, ନା ଏଇଟା ପିପିଟିରେ ଥିବ ସାର୍? ନା ଏଇଟା ନୋଟ୍ ଡାଉନ୍ କରିଦିଅ, ପିପିଟିରେ ନଥିବ ଏଇଟା। ଆଜ୍ଞା ଆଜ୍ଞା ସାର୍, ଟିକେ ସାର୍ ତାହେଲେ। ଓକେ, ହେଲା।
କମ୍ପ୍ଲିଟ୍ ହେଲା। ଦେନ୍ ଆସୁଛି କ'ଣ ଆପଣଙ୍କର, ଆମେ ଯାହା ବି ୟୁଜର ଥିବ ଗୋଟେ ୟୁଜର ଆଉ ଗୋଟେ ୟୁଜରର ଧରନ୍ତୁ ଏଠି ଗୋଟେ ୟୁଜର ଅଛି ଡ୍ୟୁ, ଆଉ ଗୋଟେ ୟୁଜର ଅଛି ରାଜ କି JGN ଜଗର। ତ ଏଠି ଦୁଇଟା ୟୁଜର ଅଛି। ଏ ୟୁଜର ୟାର କୌଣସି ଫାଇଲକୁ ଆକ୍ସେସ୍ କରିପାରିବନି, ଆଉ ଏ ୟୁଜର ୟାର କୌଣସି ଫାଇଲକୁ ଆକ୍ସେସ୍ କରିପାରିବ ବା କୌଣସି ଫାଇଲକୁ ମଡିଫାଏ କରିବନି। ଏଇଟା ହେଉଛି ଆପଣଙ୍କର ଲିନକ୍ସର ଯୋଉ ଫାଇଲ ଷ୍ଟ୍ରକ୍ଚର ବା ପରମିସନ ଷ୍ଟ୍ରକ୍ଚର ରହିଛି। ତ ଆମେ ଦେନ୍ ଦେଖିବା ଯେ ୟୁଜର କେମିତି କ୍ରିଏଟ୍ ହେଉଛି। ମୁଁ ଆପଣଙ୍କୁ ଅଲରେଡି ତ ୟୁଜର କେମିତି କ୍ରିଏଟ୍ ହେଉଛି ସେଇଟା ମୁଁ ଅଲରେଡି କହିସାରିଥିଲି। ଦେନ୍ ହେଉଛି ଆମେ ଗୋଟେ ୟୁଜର କ୍ରିଏଟ୍ କରିବା। ୟୁଜର କ୍ରିଏଟ୍ କରିବା କମାଣ୍ଡ କ'ଣ? ୟୁଜର କ୍ରିଏଟ୍ କରିବା କମାଣ୍ଡ ହେଉଛି ୟୁଜର ଆଡ୍ ୟୁଜର ନେମ୍। ୟୁଜର ନେମ୍ ତାର ପାସୱାର୍ଡ ସେଟ୍ କରିବା ପାଇଁ କମାଣ୍ଡ କ'ଣ? PASSWD ୟୁଜର ନେମ୍। ଓକେ, ତାହେଲେ କ'ଣ ହେଲା, ଆମେ ଯେତେବେଳେ ଗୋଟେ ୟୁଜର ବନେଇବା କୋଉ କମାଣ୍ଡରେ, ୟୁଜର ଆଡ୍ ୟୁଜର ନେମ୍। ଏଇଠି ମେ ବି ଆପଣ ରାଜ ନିଅନ୍ତୁ, ଯଦି ମୁଁ କମାଣ୍ଡ ଦେଲି ୟୁଜର ଆଡ୍ ରାଜ, ସେ କ'ଣ କରିବ, ଗୋଟେ ରାଜ ୟୁଜର ବନେଇବ। ତାର ଏଠି ଗ୍ରୁପ ୟୁଜର ଆଇଡି ଦବ, UID ଦବ, ଆଉ GID ସେଟ୍ କରିବ। GID ସେଟ୍ କରିବ, ଦୁଇଟା ସେଟ୍ କରିବ। କନଫର୍ମେସନ କୋଉଠି ରହିବ? /etc/PASSWD ପାସୱାର୍ଡ ଫାଇଲରେ ତାର କନଫିଗରେସନ ରଖିବ। ଓକେ, ଦେନ୍ ହେଉଛି କ'ଣ, ଆମେ ଯେତେବେଳେ ଗୋଟେ ୟୁଜର ବନେଇ ଦଉଛେ ବାଇ ଡିଫଲ୍ଟ ତାର କୌଣସି ପାସୱାର୍ଡ ସେଟ୍ ହେଇଥାଏ। ଆମକୁ ତାପରେ କ'ଣ କରିବାକୁ ପଡ଼ିବ, ପାସୱାର୍ଡ ସେଟ୍ କରିବାକୁ ପଡ଼ିବ। ପାସୱାର୍ଡ ସେଟ୍ କଲା ପରେ ଆମେ ସେ ୟୁଜରରେ ଲଗ୍ଇନ୍ କରିପାରିବା। ଯଦି ଆମେ ପାସୱାର୍ଡ ସେଟ୍ ନ କରିଛେ ଆମେ ସେ ୟୁଜରରେ ଲଗ୍ଇନ୍ କରିପାରିବାନି। ଓକେ, ତାହେଲେ ଆମେ ଏତିକି ଜାଣିଲେ। ଦେନ୍ କ'ଣ ହେଉଛି, ଏଇ ଯୋଉ ETC ପାସୱାର୍ଡ କନଫିଗରେସନ ଫାଇଲ ପରେ ଆଉ ଗୋଟେ କନଫିଗରେସନ ଫାଇଲ ଅଛି /etc/groups ଗ୍ରୁପ ETC ପାସୱାର୍ଡ ଗ୍ରୁପ। ଏଇ ଯୋଉ ଫାଇଲ ଅଛି ଏଥିରେ ୟୁଜର ଗ୍ରୁପ ଇନଫର୍ମେସନ ରହେ। କ'ଣ ରହେ? ୟୁଜର ଗ୍ରୁପ ଇନଫର୍ମେସନ ଗ୍ରୁପ ଇନଫo। ଓକେ, ଆମେ କ'ଣ ଦୁଇଟା ଫାଇଲ ଜାଣିଲେ, ଆମେ ଏଠି ଦୁଇଟା କନଫିଗରେସନ ଫାଇଲ ଜାଣିଲେ। ଗୋଟେ ହେଉଛି ETC ପାସୱାର୍ଡ, ଆଉ ଗୋଟେ ହେଉଛି ETC ଗ୍ରୁପ। ଏଇ ଯୋଉ ଦୁଇଟା କନଫିଗରେସନ ଫାଇଲ, ଏଇ ଦୁଇଟା କନଫିଗରେସନ ଫାଇଲରେ ୟୁଜରର ସବୁ ଇନଫର୍ମେସନ ଷ୍ଟୋର ହେଇକି ରହୁଛି। ଏଇଟା ଗୋଟେ କନଫିଗରେସନ ଫାଇଲ, ଏଇଟା ଗୋଟେ କନଫିଗରେସନ ଫାଇଲ। ଏଥିରେ ଆପଣଙ୍କର ୟୁଜର ଡିଟେଲ ରହୁଛି, ଏଥିରେ ଆପଣଙ୍କର ୟୁଜର ଗ୍ରୁପ ଇନଫର୍ମେସନ ରହୁଛି। ଠିକ ଅଛି, ଏତିକି ସମସ୍ତେ ବୁଝିପାରିଲେ? ଦେନ୍ ଆସୁଛି କ'ଣ, ଆମେ ଗୋଟେ ୟୁଜର ବନଉଛେ, ଆମେ ଖାଲି ୟୁଜର ଆଡରେ ବନେଇ ଦେଲେ ସେ କ'ଣ କରିବ, ଧରନ୍ତୁ ଆମେ କମାଣ୍ଡ ଦେଲେ ୟୁଜର ଆଡ୍ ରାଜ। ଓକେ, ମୁଁ ଯେମିତି କହିଛି ସେ କ'ଣ କରିବ, ତାର ଗୋଟେ ୟୁଜର ଆଇଡି କରିବ, ଗୋଟେ ଗ୍ରୁପ ଆଇଡି କରିବ, GID କରିବ। ଆଚ୍ଛା, ସେ କ'ଣ କରିବ, ୟୁଜର ଆଇଡି ବାଇ ଡିଫଲ୍ଟ ସେ ନେବ ରାଜ, ଗ୍ରୁପ ଆଇଡି ବି ସେ ନେବ ରାଜ। ବାଇ ଡିଫଲ୍ଟ ସେଇ ନିଜେ ହିଁ ସେଇ ଯୋଉ ୟୁଜର ଅଛି ସେଇ ନାଁରେ ଗୋଟେ ଗ୍ରୁପ ବନେଇବ, ଆଉ ତାକୁ ତାର ମେମ୍ବର କରିବ, ଆଉ ତାର ଗ୍ରୁପ ଆଇଡି ସେଟ୍ କରିବ। ସେ ଲେଟ୍ ସେ ଯାହା ବି ଥିବ, ଧରନ୍ତୁ ଫାଷ୍ଟ ୟୁଜର ଅଛି ଆମର ୟୁଜର ଆଇଡି 1000 ରୁ ଷ୍ଟାର୍ଟ ହବ, ଏଇଆ ସେ ଷ୍ଟ୍ରକ୍ଚର ଷ୍ଟାର୍ଟ ହବ। ତାପରେ କ'ଣ କରିବ, ତାର ଯୋଉ ଆଡିସନାଲ ଗ୍ରୁପର ଆମେ ଯଦି କିଛି ମେମ୍ବର କରିବାକୁ ଚାହିଁବେ, ସେ କ'ଣ କରିବ, /etc/PS ଯୋଉ ଗ୍ରୁପ ଅଛି GROUP ସେଇ ଫାଇଲ ସାଙ୍ଗେ ତାର ଗ୍ରୁପ ଇନଫର୍ମେସନକୁ ମେଣ୍ଟେନ କରିବ। ଏଇ ଜିନିଷଟା ଆମେ ଚାଲନ୍ତୁ ଦେଖିବା। ଏଇ ଦେଖନ୍ତୁ,
ମୁଁ ଯୋଉ ୟୁଜର କରିଛି ଧରନ୍ତୁ ଗୋଟେ ଡିପ୍ ୟୁଜର କରିଛି, ସେ କଣ କରିଛି ତାର ପ୍ରଥମେ ଗ୍ରୁପ ଆଇଡି କଲା, ୟୁଜର ଆଇଡି କଲା 1000, ଗ୍ରୁପ ଆଇଡି କଲା 1000, ତାର ଆପଣଙ୍କର ଗ୍ରୁପ ହଉଛି ଏଇଟା ହଉଛି ତାର କଣ, ଏଇଟା ତାର ୟୁଜର ଆଇଡି ଡ୍ୟୁ। ଓକେ, ଦେନ୍ ତାର ଗ୍ରୁପ ଇନଫର୍ମେସନ ମେଣ୍ଟେନ୍ ହେଇଥିବ ସ୍ଲାସ୍ ଗ୍ରୁପରେ ସ୍ଲାସ୍ ଇଟିସି ଗ୍ରୁପରେ। ଏଠି ସେମିତି ରାଜ, ଦେଖନ୍ତୁ ତାର ରାଜୀବ କରିଛି, ଏଇଟା ତାର ହୋମ ଡିରେକ୍ଟରି ଦେଖଉଛି। ତ ସେଇଭଳିଆ ରବି ବି ଅଛି, ତାର ଏଇଟା ହଉଛି ତାର ୟୁଜର ଆଇଡି ଗ୍ରୁପ ଆଇଡି। ଯଦି ଆମେ ଗ୍ରୁପ ଇନଫର୍ମେସନ ଦେଖିବା, ଆମେ କୋଉଠିକି ଯିବା, କ୍ୟାଟ ସ୍ଲାସ୍ ଇଟିସି GROUP ଗ୍ରୁପ। ଏଇଠି ଦେଖନ୍ତୁ ରାଜ ତାର ଗ୍ରୁପ ଆଇଡି ହଉଛି 1002, ଡ୍ୟୁ ତାର ଗ୍ରୁପ ହଉଛି 1000, ତାପରେ ସେମିତି ରାଜୀବ ରବି ଏସବୁ ଅଛି। ଏଇଟା ହଉଛି କଣ ଆମର ବାଇ ଡିଫଲ୍ଟ ୟୁଜର ଆଇଡି। ଆମେ ଆଉ ଗୋଟେ ୟୁଜର ବନେଇକି ଦେଖିପାରିବା। ନେକ୍ସଟ ଆଉ ଗୋଟେ କଥା ଆପଣ ଜାଣନ୍ତୁ, ଆମେ ଯଦି ଯେତେବେଳେ ୟୁଜର ବନଉଛେ, ତାପରେ ଆମେ ଚାହିଁଲେ ଗୋଟେ ଗ୍ରୁପକୁ, ଗୋଟେ ୟୁଜରକୁ ୟୁଜର ବନେଇବା ସମୟରେ ତାର ଗ୍ରୁପ ଆମେ ଚେଞ୍ଜ କରିପାରିବା। କାହିଁକିନା ଆମେ ଯୋଉ ଜାଣିଲେ ଯେ ଯେତେବେଳେ ଗୋଟେ ୟୁଜର ଆମେ ବନଉଛେ, ଯଦି ଖାଲି ୟୁଜର ଆଡ କମାଣ୍ଡ ୟୁଜ କରୁଛେ, କୌଣସି ସ୍ପେସିଫିକ ଅପସନ ୟୁଜ କରୁନେ, ସେ ବାଇ ଡିଫଲ୍ଟ ତାର ଗ୍ରୁପ ଆଇଡି ଆଉ ୟୁଜର ଆଇଡି ସେଟ୍ କରୁଛି। ଆମେ ଯଦି ଚାହିଁବା ଏଇ ଗ୍ରୁପ ଆଇଡି କି ଆମେ ଚେଞ୍ଜ କରିପାରିବା। ତା ପାଇଁ ଆମେ କମାଣ୍ଡ କଣ କରିବା, ୟୁଜର ଆଡ, ଲେଟ୍ସ ସେ ୟୁଜର ଆଡ -G। ଏଠି ଦେଖନ୍ତୁ ଆଉ ଗୋଟେ କଥା ଆପଣ ଦେଖେଇଥିଲେ ଆପଣ ବୁଝିପାରିବେ, କ୍ୟାଟ ସ୍ଲାସ୍ ଇଟିସି ଦେଖନ୍ତୁ ମୁଁ କଣ କଲି, ଏଠି ଖୋଜିବା ପାଇଁ ମତେ ଅସୁବିଧା ହେଲା, ଏଠି ଆକ୍ଚୁଆଲି ଥିବ ଗୋଟେ ୟୁଜର କୋଉଠି ଥିବ। ତ ମୁଁ କଣ କଲି, କ୍ୟାଟ କଲି, ସେଠୁ ଆମର ଯାହା ଥିଲା ତାକୁ ଓପନ କଲି, ଓପନ କଲା ପରେ ସେଠୁ ମୁଁ ଗ୍ରେପ୍ କଲି। ଗ୍ରେପ୍ ଅର୍ଥ କଣ, ତା ଭିତରୁ ସେ ଫିଲ୍ଟର କରିକି ଆଣିବ କଣ ନା ୟୁଜର୍ସ। ଏଇ ଦେଖନ୍ତୁ ୟୁଜର୍ସ ଗୋଟେ ଗ୍ରୁପ ଅଛି, ଓକେ, ତାର ଗ୍ରୁପ ଆଇଡି ହଉଛି 1000। ମୁଁ କଣ କରିବି, ଗୋଟେ ୟୁଜର ବନେଇବି, ତାର ଯୋଉ ଗ୍ରୁପ ଆଇଡିଟାକୁ ତାର ଡିଫଲ୍ଟ ଗ୍ରୁପ ନ କରିକି ମୁଁ ୟୁଜର୍ସ ତାକୁ ମେମ୍ବର କରିଦେବି। ଠିକ ଅଛି, ସେ ଫାଇଲ ଅଛି, ସେ ଦେଖାଯାଉନି, ସେଥିପାଇଁ ଏଇଟା ମୁଁ ସର୍ଚ୍ଚ କରିକି ଆପଣ ଆଣିଲି। କଣ କରିବା, ୟୁଜର ଆଡ -G, -G ରେ ଆପଣ ସେ ଗ୍ରୁପ କରିବ, କାହାର କୋଉ ଗ୍ରୁପ ର ମେମ୍ବର ହବ, ଆମ ୟୁଜରଟା ୟୁଜର୍ସ ଗ୍ରୁପ ର ମେମ୍ବର ହବ, ୟୁଜର ନେମ୍, ଦେନ୍ ଆମେ ନାଁ ଦେବା ନାଥନ, NATHAN, ଦେନ୍ ନାଥନ ୟୁଜର ଦେଲେ ଦେଖନ୍ତୁ ବନିଗଲା। ଆମେ ଦେଖିବା ଯେ ବର୍ତ୍ତମାନ ତାର ମେମ୍ବର କଣ କଣ ଅଛି, ତାର ମାନେ ତାର କଣ କଣ ସେ ବନେଇଲା। ଆଇଡି ନାଥନ, ଏଇ ଦେଖନ୍ତୁ ତାର ୟୁଜର ଆଇଡି ହଉଛି ଏତିକି, ଗ୍ରୁପ ଆଇଡି ହଉଛି ୟୁଜର୍ସ, ତ ଗ୍ରୁପ୍ସ ହଉଛି ୟୁଜର୍ସ। ମାନେ କଣ ହେଲା, ଯେତେବେଳେ ମୁଁ ଯାହା କହିଥିଲି ଆପଣଙ୍କୁ, ସେ ଯୋଉ ସେଇ ୟୁଜର ନାଁରେ ୟୁଜର ଆଇଡି ବନେଇବା କଥା, ଗ୍ରୁପ ଆଇଡି ବନେଇବା କଥା, ଆମେ ତାକୁ ବାଇ ଡିଫଲ୍ଟ -G କରିକି ଫୋର୍ସ କଲେ ଯେ ଏଇ ଯୋଉ ୟୁଜରଟା ୟୁଜର୍ସ ର ମେମ୍ବର ହଉ, ୟୁଜର୍ସ ତାର ନିଜ ନାଁରେ ନ ବନଉ। ତେଣୁ ସେ କଣ କଲା, ତା ନାଁରେ ଯୋଉ ୟୁଜର୍ସ, ତା ନାଁରେ ଗୋଟେ ଗ୍ରୁପ ନ କରିକି ୟୁଜର୍ସ ଗ୍ରୁପ ର ମେମ୍ବର କଲା। ଆମେ ଆଉ କଣ କରିପାରିବା, ଆମେ ଫୋର୍ସଫୁଲି ଗୋଟେ ୟୁଜରକୁ ୟୁଜର ବନେଇଲା ବେଳେ ଅଲଗା ଅଲଗା ଗ୍ରୁପ ର ବି ମେମ୍ବର କରିପାରିବା। ଯଦି ଆମେ ଚାହିଁବା ଅଲଗା ଅଲଗା ଗ୍ରୁପ ର ବି ମେମ୍ବର କରିପାରିବା। ଯେମିତି ଗୋଟେ ଗ୍ରୁପ ଅଛି, ଏ ଦେଖନ୍ତୁ ଫିଲ୍ ବୋଲି ଗୋଟେ ଗ୍ରୁପ ଅଛି, ଏଇ ଗ୍ରୁପରେ ବି ଆମେ ମେମ୍ବର କରିପାରିବା। କେମିତି କରିପାରିବା, ଆମେ ଗୋଟେ ୟୁଜର କରିବା ଯୋଉଟାକୁ ୟୁଜର୍ସ ବି ମେମ୍ବର କରିବା ପ୍ଲସ୍ ଫିଲ୍ଡସ ବି ମେମ୍ବର କରିବା। ନହେଲେ ଆମେ ଖାଲି ଗୋଟେ ୟୁଜର ଟେ କ୍ରିଏଟ କରିଦବା, ତାର ଆଡିସନାଲ ଗ୍ରୁପ ର ମେମ୍ବର କରିଦବା, କୋଉ ଗ୍ରୁପ ର, ହୁଇଲ୍ସ ଗ୍ରୁପ ର ମେମ୍ବର କରିଦବା। ୟୁଜର ଆଡ -G
यूजर्स एटा गोटे मु तार डिफॉल्ट ग्रुप को चेंज कर देली देन माइनस कैपिटल जी रे कोन से एडिशनल ग्रुप रे मेंबर करबो WHEL व्हील देन यूजर दबा में शेखर देखो बनी गला एबे मैं आईडी करके शेखर करबा देखो कोन हला यूजर आईडी शेखर बनला ग्रुप आईडी यूजर्स बनला हमें शेखर करने हमें माइनस जी दे के यूजर डिफाइन करछे तो से यूजर्स ग्रुप रो मेंबर बनी गला तापर कोन हला हम एडिशनल ग्रुप कले एडिशनल जो ग्रुप देले हम व्हील्स ग्रुप को ऐड कले तो से व्हील्स ग्रुप रे मेंबर हला माने से दीटा ग्रुप रे मेंबर हला यूजर सब भी मेंबर हला व्हील्स सब भी मेंबर हला एमते हम कोन कर परबा जदि हम किछि माइनस जी ऑप्शन दउने से सेही यूजर ना रे तार ग्रुप बनेबो जदि हम माइनस जी डिफाइन करछे ताले से सेही यूजर न करी के अलगा जे कोन से यूजर गोटे ग्रुप रे मेंबर करबा प्लस हम एडिशनल ता सहित अलगा अलग ग्रुप रे मेंबर कर परबा माइनस जी ऑप्शन देके एति जाय के बुझी पारले समस्त कोन न बुझी पारले मते पचारंतु सर आउथरे टिके कहि देन जते बेले हमें गोटे कमांड दउचे यूजर आड राज ये कौन करिवो तार गोटे यूजर आईडी करिवो राज तार गोटे ग्रुप करिवो राज ओके एठी आईडी डिफाइन करिवो से लेट्स से 1000 एटा देला 1000 करिक से तार यूजर बने देला हमें जदी चाहिबा जे राज ग्रुप रो न करिक हमें ता गोटे आउ गोटे यूजर ग्रुप रो मेंबर करबा हमें कोन करबा सेठी कमांड दबा यूजर आड माइनस जी स्मॉल जी यूजर्स से कौन करिवो ये जो राज जगह रे यूजर्स करिवो से राज करिवोनी यूजर्स करिवो ओके देन एठी यूजर ना धर हम रवि देले से कौन करिवो रवि यूजर बनेबो तार यूजर आईडी रखिवो रवि तार ग्रुप आईडी रखिवो यूजर्स बुझि पाइले तेनु एई जो यूजर्स धर ग्रुप आईडी थिला यूजर्स धर ग्रुप आईडी अछि जी आईडी अछि 100 তাহলে এটি 100 হে আসাইন হবো আর এটা হবো 1002 কি 1 কি যাহা থিবো 101 কারণ এটা 100 1000 थिला এটি 1001 হলা কিন্তু এটি यूजर আইডিটা কোন হবো 1000 হবো 100 হবো কারণ না এই যে यूजर्स এটা হচ্ছে আউ গোটে গ্রুপ রবি গ্রুপ নো রবির যে বাই ডিফল্ট গ্রুপ বনে কথা সে বাই ডিফল্ট গ্রুপ নম্বর নি কি यूजर्स ग्रुप बनला या बाद ଆମେ ଯଦି ଚାହିଁବା ଯେ ଗୋଟେ ୟୁଜର ଆମେ ବନେଇବି ସେ ୟୁଜର୍ସ ବି ମେମ୍ବର ହବ ତା ସହିତ ଅଲଗା ଅଲଗା ଗ୍ରୁପରେ ଆମେ ମେମ୍ବର କରିବା ଆଡିସନାଲ ଗ୍ରୁପରେ ମେମ୍ବର କରିବା ତାହେଲେ ଆମେ କଣ କମାଣ୍ଡ ୟୁଜ କରିବା ଏ ଯୋଉ କମାଣ୍ଡଟା କରିଥିଲେ यूजर आड माइनस जी यूजर्स माने एटा हम फोर्सफुली यूजर्स ग्रुप में मेंबर कले प्लस ता सहित माइनस जी दे अलगा एडिशनल हम ग्रुप रो मेंबर करले एटी हम जते ग्रुप आपण दे परिबे ओके तो से कौन कला एठी देखो अपन ग्रुप्स कार मेंबर कला यूजर्स भी मेंबर कला प्लस अपन व्हील्स भी मेंबर करेला हमें दीटा कले दीटा बनेले आ गोटे एग्जांपल अपन देखो यूजर ऐड शर्मा ओके माइनस कैपिटल जी बट कौन कले यूजर्स कले कमा दे व्हील कले देखो मु कौन कले शर्मा का माइनस जी दे डिफाइन करनी किसी ता माने से कौन करिवो शर्मा नारे गोटे यूजर आईडी करबो ग्रुप आईडी करबो आईडी सॉरी आईडी अरे ये देखो यूजर आईडी कला शर्मा ग्रुप आईडी कला शर्मा ता बाद से एठी तीनटा आईडी देखो शर्मा व्हील्स यूजर्स तीनटा ग्रुप से तार मेंबर करेला काहे ना हमें माइनस जी रे डिफाइन करले एटा करिवार हमको कोन सुविधा मिलिबो याकू करिवा द्वारा हमको सुविधा कोन मिलिबो जे जते बेले कोन हम जहा जानि
ଆଉ ଗୋଟେ ୟୁଜର କୌଣସି ଫାଇଲ କି ମଡିଫାଇ କରିପାରିବ ନାହିଁ। କିନ୍ତୁ ଯେତେବେଳେ ଗୋଟେ ୟୁଜର ମଲ୍ଟିପୁଲ ଗ୍ରୁପର ମେମ୍ବର ଥିବ ସେତେବେଳେ ଏଇ ୟୁଜର୍ସ ଗ୍ରୁପରେ ବା ହୁଇଲ୍ସ ଗ୍ରୁପରେ ବା ଶର୍ମା ଗ୍ରୁପରେ ଯୋଉ ଯୋଉ ୟୁଜର ଥିବେ ସେମାନେ ତାଙ୍କ ତାଙ୍କ ଭିତରେ ଫାଇଲକୁ ଆକ୍ସେସ କରିପାରିବେ। ତ ସେଥିପାଇଁ ଆମେ କଣ କରେ, ଯେତେବେଳେ ଆମକୁ ଗୋଟେ ଫାଇଲ ଗୋଟେ ଫୋଲ୍ଡର ଭିତରେ ବା ଗୋଟେ ଡିରେକ୍ଟୋରୀ ଭିତରେ କିଛିଟା ଫାଇଲ ଥିବ, ଆମେ ଚାହୁଁଥିବା ଯେ ମଲ୍ଟିପୁଲ ୟୁଜର ତାକୁ ଆକ୍ସେସ କରନ୍ତୁ, ସେ ଜାଗାରେ ଆମେ ଗୋଟେ ଗ୍ରୁପ କରିକି ସବୁ ୟୁଜରକୁ ସେଇ ଗ୍ରୁପର ମେମ୍ବର କରିଦେବା ଆଉ ସେ ଡିରେକ୍ଟୋରୀକୁ ସେଇ ଗ୍ରୁପର ପରମିଶନ ଦେଇଦେବା। ସୋ ଦ୍ୟାଟ କଣ ହବ ନା ସବୁ ୟୁଜର ସେଇ ଡିରେକ୍ଟୋରୀ ଯାହା ଯାହା ଫାଇଲ ଥିବେ ତାକୁ ମଡିଫାଇ କରିପାରିବେ। ଏଇଥିପାଇଁ ଆମେ ଏଇ ଯୋଉ ଗ୍ରୁପ କନସେପ୍ଟଟା ଅଛି। ଏବେ ବୁଝିପାରିଲେ? ଆଜ୍ଞା ସାର୍। ଓକେ, ଦେନ୍ ଆସିଲା କଣ, ଆମେ ଏବେ ଯାଏ ୟୁଜର କରୁଥିଲେ, ଆମେ ଗ୍ରୁପ କେମିତି କରିବା? ଗ୍ରୁପ ବନେଇବା ପାଇଁ କମାଣ୍ଡ ହଉଛି ଗ୍ରୁପ ଆଡ। ଓକେ, ଏଇଟା ଆପଣ ଘରେ ପ୍ରାକ୍ଟିସ କରିବେ, ଆଉ ଦେଖଉନି। ଗ୍ରୁପ ଆଡ, ଗ୍ରୁପ ଆଡ, ଦେନ୍ ଗ୍ରୁପ ନେମ୍ ଧରନ୍ତୁ, ଆପଣ ଦେବେ ଯାହା ବି ଗୋଟେ ଦେବେ, ଶେଖର କି ଧର ଆପଣଙ୍କୁ ଦେବେ ମ୍ୟାନେଜର। ଏଥିରେ କଣ ହବ, ଆପଣଙ୍କର ମ୍ୟାନେଜର ବୋଲି ଗୋଟେ ଗ୍ରୁପ ବନିଯିବ। ଓକେ, ଏଠି ଯୋଉ ଆପଣଙ୍କ ଗ୍ରୁପ ଦେଖଉଛି କୋଉ ଫାଇଲରେ, vi/etc ଗ୍ରୁପ। ଏଇଠି ଦେଖଉଛି, ଏଇଠି ଏଗୁଡା ସବୁ ହଉଛି ଆପଣଙ୍କର ଗ୍ରୁପ ଗୁଡାକ। ଏଇଠି ହଉଛି ଆପଣଙ୍କ ସବୁ ଗ୍ରୁପ ଗୁଡାକ। ଆମେ ଯଦି ସେଇ ଫାଇଲଟା ସେ ଯୋଉ ବନେଇବା, ଆମର ଯୋଉଟା କହିଲେ ଗ୍ରୁପ ଆଡ, ଗ୍ରୁପ ବନିଗଲା। ଏବେ ଦେଖିବା ଆମେ cat/etc ଗ୍ରୁପ, ଦେଖନ୍ତୁ ମ୍ୟାନେଜର ଗୋଟେ ଗ୍ରୁପ ବନେଇବା। ଆମେ ବର୍ତ୍ତମାନ ଯୋଉ ୟୁଜର ବନେଇବା ତାର ମ୍ୟାନେଜର ଗ୍ରୁପ ଚାହିଁଲେ ଆମେ ଗ୍ରୁପ କରିପାରିବା। ଏଠି ଆମେ ଯୋଉଟା ଆମେ କରିଥିଲେ ଲାଷ୍ଟ ୟୁଜରଟା କଣ ଆମେ କରିଥିଲେ, ଶର୍ମା କରିଥିଲେ। ଏଠି ଆମେ ତାକୁ ଆଡିସନାଲ ୟୁଜର କାହାକୁ କାହାକୁ ଦେଇଥିଲେ, ଶର୍ମା, ହୁଇଲ୍ ଆଉ ୟୁଜର୍ସ ଦେଇଥିଲେ। ଆମେ ଚାହିଁଲେ ତାକୁ ଆଉଥରେ ମଡିଫାଇ ବି କରିପାରିବା। କେମିତି ମଡିଫାଇ କରିପାରିବା, ମାନେ ଆମେ ଯଦି ଚାହିଁବା ତାକୁ ଆମେ ଆଉ ଗୋଟେ ଗ୍ରୁପର ମେମ୍ବର କରିବା କି ରିମୁଭ୍ କରିବା, ସେଟା ବି ଆମେ କରିପାରିବା। କେମିତି କରିବା, ୟୁଜର ମଡ -g କି ଯଦି ଆମେ କ୍ୟାପିଟାଲ ଜି ଦେବା, କ୍ୟାପିଟାଲ ଜି ଦେଲେ କଣ ହବ, ତାର ଆଡିସନାଲ ଗ୍ରୁପର ଚେଞ୍ଜ ହେଇଯିବ। କ୍ୟାପିଟାଲ ଜି, ଦେନ୍ ଗ୍ରୁପ ନେମ୍ MANGR ଗ୍ରୁପ ନେମ୍ ଦେବେ। ଗ୍ରୁପ ନେମ୍ଟା ଦେଲେ ତାର ନାଁଟା ଦେଲେ, ନାଁଟା ଆମେ କଣ କରିଥିଲେ, ଶର୍ମା, SARMA। ଓକେ, ଏବେ ଦେଖନ୍ତୁ ଆଇଡି, ଦେଖନ୍ତୁ ଶର୍ମା ମ୍ୟାନେଜର, ବାକି ଯାହା ଥିଲା ସବୁ ଚେଞ୍ଜ ହେଇଗଲା। ଆମେ ତା ପୂର୍ବରୁ କଣ ଥିଲା, ତା ପୂର୍ବରୁ ଥିଲା ଆମର ଶର୍ମା ଥିଲା, ହୁଇଲ୍ ଥିଲା, ୟୁଜର ଥିଲା, କିନ୍ତୁ ଆମେ କଣ କଲେ ତାର ମଡିଫାଇ କରିଦେଲେ, -g ଦେଇକି ମଡିଫାଇ କରିଦେଲେ। ସୋ ଦ୍ୟାଟ ଆପଣ କଣ ଥିଲା, ମ୍ୟାନେଜର ଗ୍ରୁପ ସେ ମେମ୍ବର ହେଇଗଲା, ବାକି ସବୁ ଗ୍ରୁପ ତାର ପଳେଇଲା। ଆମେ ଯଦି ଚାହିଁବା, ଏଇଟା ହଉଛି ତାର ପ୍ରାଇମେରୀ ଗ୍ରୁପ, ଏଇଟା ତାର ସେକେଣ୍ଡାରୀ ଗ୍ରୁପ। ପ୍ଲିଜ ମନେ ରଖନ୍ତୁ, ଏଇଟା ତାର ପ୍ରାଇମେରୀ ଗ୍ରୁପ, ଏଇଟା ତାର ସେକେଣ୍ଡାରୀ ଗ୍ରୁପ। ପ୍ରାଇମେରୀ ଗ୍ରୁପକୁ ଆମେ ଚେଞ୍ଜ କରିବା ପାଇଁ -g ଅପସନ ୟୁଜ କରିବା, ସେକେଣ୍ଡାରୀ ଗ୍ରୁପ ୟୁଜ କରିବା ପାଇଁ କ୍ୟାପିଟାଲ G ୟୁଜ କରିବା। ଓକେ, ଗ୍ରୁପ ଦି ପ୍ରକାର ଗ୍ରୁପ, ଗୋଟେ ହଉଛି ପ୍ରାଇମେରୀ ଗ୍ରୁପ, ଆଉ ଗୋଟେ ହଉଛି ସେକେଣ୍ଡାରୀ ଗ୍ରୁପ। ଏଠି -g -କ୍ୟାପିଟାଲ G ରେ ଚେଞ୍ଜ କରିବା। ଆମେ ଏଠି ଦେଖନ୍ତୁ, ଆମେ କଣ କଲେ, କ୍ୟାପିଟାଲ G ୟୁଜ କଲେ, ସୋ ଆପଣଙ୍କର ସେକେଣ୍ଡାରୀ ଗ୍ରୁପରେ ଚେଞ୍ଜ ହେଇଗଲା। ଯଦି ଆମେ ସ୍ମଲ୍ ଜି ୟୁଜ କରିବା, ଏଠି ସେ ଏଇଟା ଚେଞ୍ଜ କରିଦବ। ଓକେ, କମାଣ୍ଡ ହଉଛି ୟୁଜର ମଡ। ଯଦି ଆମେ ପୁରା ତାର ଗ୍ରୁପ ଟାକୁ ହଟେଇବା ପାଇଁ ଚାହିଁବା, କେମିତି କରିବା, ତାର କମାଣ୍ଡ ହଉଛି ଜି ପାସୱାର୍ଡ, ଜି ପାସୱାର୍ଡ -d ମାନେ ଡିଲିଟ କରିଦବ। ୟୁଜର ନେମ୍ ଦବା, କଣ ଦେଲେ, ଏଇଟା ଶର୍ମା,
ଦେନ୍ ଗ୍ରୁପ ଆଇଡି ହେଉଛି MANAGR ମ୍ୟାନେଜର। ଓକେ, ଏବେ ଦେଖନ୍ତୁ ଆଇଡି ଶର୍ମା, ଦେଖନ୍ତୁ ଏ ଯୋଉ ମ୍ୟାନେଜର ଥିଲା ମ୍ୟାନେଜରଟା ହଟିଗଲା। ଓକେ, ଏତିକି ଯାଏଁ ସମସ୍ତେ ବୁଝିପାରିଲେ? ତାହେଲେ ଆମେ କ'ଣ ପଢିଲେ? ସାର୍ ହ୍ୟାଲୋ ଆମେ ପଢିଲେ ୟୁଜର ଆଡ୍। ସାର୍ ଶୁଣା ଯାଉଛି? ହଁ ଶୁଭୁଛି। ଆଜ୍ଞା ସାର୍। ସାର୍ ମୁଁ ପଚାରୁଥିଲି ଏଇ ଯୋଉ ୟୁଜର ସାର୍ ଯୋଉ ପାସୱାର୍ଡ ସେଟ୍ କରାହଉଛି, ଏଟା ୟୁଜର ହଁ, ଆଇଡି ଯୋଉ କ୍ରିଏଟ ହଉଛି ତାର ପାସୱାର୍ଡ କି ସାର୍, ନା କାହାର ପାସୱାର୍ଡ ଏଇଟା? ମୁଁ ଟିକେ ସେତିକି ସେଇ ୟୁଜର କନଫ୍ୟୁଜନ୍। ପାସୱାର୍ଡ। ଦେଖନ୍ତୁ ବର୍ତ୍ତମାନ ଆମେ ଯେତିକି ୟୁଜର ବନେଇଲେଣି, ଆମେ କେତେ ଆଜ୍ଞା ୟୁଜର ଆଜ୍ଞା ବନେଇଲେଣି? cat/etc। ଦେଖନ୍ତୁ ଆମେ ବର୍ତ୍ତମାନ ଗୋଟେ ନାଥନ ୟୁଜର ବନେଇଲେ, ଶେଖର ବନେଇଲେ, ଆଜ୍ଞା ଶର୍ମା ବନେଇଲେ, ରବି ବନେଇଲେ, କିନ୍ତୁ ତାର ପାସୱାର୍ଡ କୋଉଠି ସେଟ୍ ହେଲାଣି? ଏ ତ କିଛି ପାସୱାର୍ଡ ଆମେ ସେଟ୍ କରିନେ ନା। ୟୁଜରଟା ଆଚ୍ଛା ଲଗଇନ୍ ଆଚ୍ଛା। କେମିତି କରିବ? ତ ସାର୍ ୟାର ବୁଝିପାରିଲେ ନା? ୟୁଜର ଆଇଡି କେମିତି ପାଇବୁ ସାର୍ ଆମେ, ଯୋଉ ଆଇଡି ଟା କ୍ରିଏଟ ହବ? ଏଇଠି ସେ ଅଟୋମେଟିକ କ୍ରିଏଟ ହଉଛି। ଆପଣ ଏଇ ତ ୟୁଜର ସାର୍ କରୁଛନ୍ତି ଅଟୋମେଟିକ। ନାଇଁ ହଁ, ମାନେ ସାର୍ ଆକ୍ଚୁଆଲି ଏଇଟା ସାର୍ ଆମେ ସେ ଗ୍ରୁପରେ କି ନା ୟୁଜରକୁ ସାର୍ ଏଡ୍ କରିଦେଲେ। ଏବେ ଶେଖର ସାର୍ ଯେତେବେଳେ ଲଗ୍ଇନ୍ କରିବେ ତାଙ୍କୁ ସାର୍ ସେ ଆଇଡି ଆଉ ପାସୱାର୍ଡ ତ ଦରକାର ଥିବ। ପାସୱାର୍ଡ ସାର୍ ଆମେ ଯୋଉଟା ଦେଲେ ସେ ପାସୱାର୍ଡ ହେବ, ବଟ୍ ଆଇଡି ଟା ସାର୍ କେମିତି ପାଇବୁ? ଏଟା ସାର୍ ନ୍ୟୁମେରିକରେ ଅଛି ନା ସାର୍? ନା ଆଇଡି ତମେ ପାଇବା ସହିତ କିଛି କାମ ନାହିଁ। ଆଇଡି ତାର ଓଏସ୍ ପାଇଁ ଦରକାର, ତମ ପାଇଁ କିଛି ଦରକାର ନାହିଁ। ଆଇଡି ଆଚ୍ଛା ଆଚ୍ଛା ଓଏସ୍ ଆଚ୍ଛା ତାର ସାର୍। ରେଫରେନ୍ସ ପାଇଁ ୟୁଜ କରୁଥିବ। ତମେ ଖାଲି ୟୁଜର ନେମରେ ଯାହା କାମ କରିବ। ତମେ ନାଥନ ଧର ଲଗ୍ଇନ୍ କଲ, ବ୍ୟାକଏଣ୍ଡରେ ସେ ତାର ଆଇଡି ୟୁଜ କରୁଥିବ, ଗ୍ରୁପ ଆଇଡି ୟୁଜ କରୁଥିବ। ସେଥିରେ ତମର କିଛି ଲେନା ଦେନା ନାହିଁ। ତମେ ନାଥନ ୟୁଜର ଲଗ୍ଇନ୍ କଲ ମାନେ ତାର ବ୍ୟାକଏଣ୍ଡରେ ସେ ୟୁଜର ଆଇଡି ଗ୍ରୁପ ଆଇଡି ତାର କାମ ହଉଥିବ। ସେ ଯୋଉ ଗ୍ରୁପରେ ମେମ୍ବର ଅଛି ସେ ପରମିଶନ ତାକୁ ମିଳୁଥିବ। ଆଜ୍ଞା ଆଜ୍ଞା ସାର୍, ଆଜ୍ଞା ସାର୍, ବୁଝିଲି ବୁଝିଲି ସାର୍। ସାର୍ ଓକେ, ତ ଆଜ୍ଞା ବର୍ତ୍ତମାନ ଆମେ ଏବେ ଯାଏ କ'ଣ ପଢିଲେ? ୟୁଜର ଆଡ କମାଣ୍ଡ ପଢିଲେ। ୟୁଜର ଦେନ୍ PASSWD, ଏଥିରେ ଆମେ ପାସୱାର୍ଡ ଚେଞ୍ଜ କରିବା ପଢିଲେ। ଦେନ୍ ଗ୍ରୁପ ଆଡ୍, ଏଥିରେ ଆମେ ଗ୍ରୁପ ଆଡ୍ କରିବା। ଦେନ୍ ଗ୍ରୁପ ଡିଲିଟ, ଏଥିରେ ଆମେ ଗୋଟେ ଗ୍ରୁପ ଡିଲିଟ କରିବା। ଦେନ୍ ଗ୍ରୁପ ୟୁଜର ମଡ୍, ଓକେ, ଏହା ସବୁ PDF ରେ ଅଛି। ୟୁଜର ମୋଡରେ ଆମେ କ'ଣ କରିବା? ତାର ଗ୍ରୁପ ଇନଫର୍ମେସନ ଚେଞ୍ଜ କରିବା। ଗ୍ରୁପ ପାସୱାର୍ଡ, ସରି ଜି ପାସୱାର୍ଡ, ଏଥିରେ ଆମେ କ'ଣ କରିବା? ତାର ଗୋଟେ ଯୋଉ ଗ୍ରୁପ ଥିବ ସେ ଗ୍ରୁପକୁ ଆମେ ରିମୁଭ କରିପାରିବା। ଓକେ, ଏତିକି ଆମେ ବର୍ତ୍ତମାନ ପଢିଲେ। ୟା ବାଦେ କ'ଣ ହଉଛି? ଆଉ ଗୋଟେ ଆମେ ୟୁଜର ଡିଲିଟ, ୟୁଜର ଡେଲ୍, ଏଥିରେ କ'ଣ ହବ? ୟୁଜର ଆମେ ଡିଲିଟ କରିବା। ଏତିକି କମାଣ୍ଡ ବର୍ତ୍ତମାନ ଆମେ ପଢିଲେ। ୟା ପରେ ଆମେ ଦେଖିବା ବର୍ତ୍ତମାନ ଲିନକ୍ସର ଫାଇଲର ସିକ୍ୟୁରିଟି ସିଷ୍ଟମ କ'ଣ, ବା ଲିନକ୍ସ କେମିତି ତାର ସିକ୍ୟୁରିଟି ମେଣ୍ଟେନ କରୁଛି, ସେଇଟା ଆମେ ଟିକେ ବର୍ତ୍ତମାନ ଦେଖିବା। ଲିନକ୍ସ ସିକ୍ୟୁରିଟି, ଲିନକ୍ସ ଫାଇଲ ସିକ୍ୟୁରିଟି। ଓକେ, ଧରନ୍ତୁ ଆମେ ଗୋଟେ ଫାଇଲଟେ କ୍ରିଏଟ କଲେ, ଟଚ୍ କରିକି ଗୋଟେ ଫାଇଲଟେ କ୍ରିଏଟ କଲେ। ଫାଇଲଟେ କ୍ରିଏଟ ହେଇଗଲା। ଯେତେବେଳେ ଫାଇଲ କ୍ରିଏଟ ହେଲା, ସେ ଫାଇଲକୁ କ'ଣ ପରମିଶନ ମିଳିବ? ହେଲା ସେଇଟା ବର୍ତ୍ତମାନ ଦେଖିବା। ଆମେ ବର୍ତ୍ତମାନ ପଢିଲେ କ'ଣ? ୟୁଜର ପଢିଥିଲେ, ଗ୍ରୁପ ପଢିଥିଲେ। ସେ ଯୋଉ ଗ୍ରୁପ ଆଉ ୟୁଜରଟା କେମିତି ଇମ୍ପ୍ଲିମେଣ୍ଟ ହଉଛି ଆଉ କ'ଣ ପରମିଶନ ମିଳୁଛି, ସେଇ ଜିନିଷଟା ବର୍ତ୍ତମାନ ଆମେ ତାଙ୍କୁ ଦେଖିବା। ଦେଖନ୍ତୁ ଏଇଠି ମୁଁ ଗୋଟେ abc.txt କରିଥିଲି। ଓକେ, ଏଇଠି ଦେଖନ୍ତୁ ରୁଟ୍ ମିଳିଛି। କାହିଁକି ରୁଟ୍ ମିଳିଲା ଆଉ ଏଠି ଏଇ ଜିନିଷଟା କ'ଣ ଦିଆଯାଇଛି? ଏଇ ଜିନିଷଟା ଆମେ ଟୋଟାଲ ବର୍ତ୍ତମାନ ପଢିବା। ଦେଖନ୍ତୁ ବର୍ତ୍ତମାନ ମୁଁ ହୁ କଲି। ହୁ ଅର୍ଥ କ'ଣ? ମୁଁ ବର୍ତ୍ତମାନ କୋଉ ୟୁଜରରେ ଲଗ୍ଇନ୍ କରିଛି? ବର୍ତ୍ତମାନ ଦେଖନ୍ତୁ ମୁଁ ରୁଟ୍ ୟୁଜରରେ ଲଗ୍ଇନ୍ କରିଛି। ତ ଯେତେବେଳେ ମୁଁ ଗୋଟେ ଫାଇଲଟେ କ୍ରିଏଟ କରିବି ବା ଗୋଟେ ଫୋଲ୍ଡରଟେ କ୍ରିଏଟ କରିବି ଆଉ ଡିରେକ୍ଟୋରୀଟେ କ୍ରିଏଟ କରିବି, ସେଇ ଯୋଉ ୟୁଜର ମୁଁ ବନେଇଛି ବା ଯୋଉ ୟୁଜର ମୁଁ ଲଗ୍ଇନ୍ କରିକି ସର୍ଭରରେ ଅଛି, ସେଇ ୟୁଜରର ହିଁ ପରମିଶନ ମିଳିବ। କାହିଁକିନା ସେଇ ୟୁଜରଟା ଗୋଟେ ଫାଇଲଟେ କ୍ରିଏଟ କଲା। ଓକେ, ଏଇ ଯୋଉ ଫାଇଲଟା abc.txt ହେଇଛି ବା ab ହେଇଛି ବା ଯାହା ବି ଅଛି, ଏଗୁଡା ସବୁ ମୁଁ ରୁଟ୍ ୟୁଜରରେ କ୍ରିଏଟ କରିଛି। ସୋ ଦ୍ୟାଟ୍ କ'ଣ ହେଇଛି? ଏଇ ଯୋଉ ଫାଇଲଟା ତାର ଏଇଟା ହଉଛି ତାର ରୁଟ୍, ଏଇଟା ହଉଛି ତାର ୟୁଜର, ଏଇଟା ହଉଛି ତାର ଗ୍ରୁପ। ଓକେ, ଏତିକି ହିଁ ତାକୁ ପରମିଶନ ମିଳିଛି। ମାନେ କ'ଣ? ଏଇ ଫାଇଲଟାକୁ
रूट यूजर ଆଉ ରୁଟ୍ ଗ୍ରୁପର ଯୋଉ ମେମ୍ବର ମାନେ ଥିବେ ସେମାନେ ଏଇ ଫାଇଲଟାକୁ ଆକ୍ସେସ କରିପାରିବେ, ଡିଲିଟ କରିପାରିବେ। ଓକେ, ହାଲାକି ସମସ୍ତେ ରିଡ୍ କରିପାରିବେ କିନ୍ତୁ କେହି ରାଇଟ୍ ଡିଲିଟ କରିପାରିବେନି ବା ମଡିଫାଇ କରିପାରିବେନି। ତ କଣ କଣ ପରମିଶନ ମିଳିଛି? ଏଇଟା ଗୋଟେ ତାର ପରମିଶନ ମିଳିଛି। ଏଇଟା ଆମେ ଟିକେ ପରେ ପଢିବା। ଏତିକି ଖାଲି ମନେ ରଖନ୍ତୁ ଯେ ତାକୁ କଣ ହେଇଛି, ଯେତେବେଳେ ଗୋଟେ ଯୋଉ ୟୁଜର ଆପଣ ଲଗ୍ଇନ କରିଥିବେ ସେଇ ୟୁଜର ଯଦି ଗୋଟେ ଫାଇଲ କ୍ରିଏଟ କରୁଛନ୍ତି, ଡିରେକ୍ଟରି କ୍ରିଏଟ କରୁଛନ୍ତି, ତାହେଲେ ତାକୁ ସେଇ ଯୋଉ ଫାଇଲଟାକୁ ତାର ୟୁଜର ଆଇଡି ଆଉ ଗ୍ରୁପ ଆଇଡି ଆସାଇନ୍ ହେଇଯିବ। ସୋ ଦ୍ୟାଟ କଣ ହବ, ସେଇ ଫାଇଲଟା ତାର ନିଜର ପ୍ରାଇଭେଟ ହବ, ତାକୁ ଆଉ କୌଣସି ୟୁଜର ତାକୁ ଡିଲିଟ କରିପାରିବେ ନା ମଡିଫାଇ କରିପାରିବେ ନାହିଁ। ଦେନ୍ ତାକୁ କଣ ମିଳିବ, ଏଇଠି ଗୋଟେ ତାକୁ ପରମିଶନ ମିଳିବ। କଣ ପରମିଶନ ମିଳିବ? ଆମେ ସବୁବେଳେ ଜାଣିଛେ ଯେତେବେଳେ ଗୋଟେ ଫାଇଲ ବା ଗୋଟେ ଫୋଲ୍ଡରଟେ ଆମେ ବନଉଛେ ତାର ପରମିଶନ ଷ୍ଟ୍ରକ୍ଚର କଣ ହଉଛି? ପରମିଶନ ପରମିଶନ କଣ ହଉଛି? ଫାଷ୍ଟ ୟୁଜର ଆସାଇନ୍ ହେଇଗଲା, ଦେନ୍ ଗ୍ରୁପ ଆସାଇନ୍ ହେଇଗଲା। ଓକେ, ଗ୍ରୁପ ଆସାଇନ୍ ହେଲା କଣ? ରୁଟ୍ ଗ୍ରୁପ ଆସାଇନ୍ ହେଲା ରୁଟ୍, ଦେନ୍ ତାର ପରମିଶନ ଆସିଲା। ପରମିଶନ କଣ ହଉଛି? ରିଡ୍, ରାଇଟ୍, ଏକ୍ସିକ୍ୟୁଟ। ଓକେ, ଏଇଟା R ରେ ହଉଛି ରିଡ୍, W ରେ ହଉଛି ରାଇଟ୍, ଭଲସେ ଶୁଣନ୍ତୁ, ଯଦି କାହାକୁ ଡାଉଟ ଅଛି ମତେ ପଚାରିବେ। ଏକ୍ସିକ୍ୟୁଟ। ଓକେ, ଏଇ ଦିଟା ପରମିଶନ ମତେ ମିଳିଛି। ତାହେଲେ ଏଇଠି ଦେଖନ୍ତୁ, ଆପଣ ଯଦି ଏଠି ମ୍ୟାଚ୍ କରିବେ ଏଠି କଣ କଣ ଅଛି? ମୁଁ ତ କହିଥିଲି ଆପଣଙ୍କୁ ରିଡ୍, ରାଇଟ୍ ଆଉ ଏକ୍ସିକ୍ୟୁଟ। ଏଠି କିନ୍ତୁ ଦେଖନ୍ତୁ RW ଲେଖା ହେଇଛି, R ଲେଖା ହେଇଛି, ପୁଣି ଦିଟା ଗାର, ପୁଣି R ଲେଖା ହେଇଛି, ଦିଟା ଗାର। ୟା ମତଲବ କଣ? କଣ ଅଛି? R W ଗୋଟେ ଗାର, ଦେନ୍ R ଦିଟା ଗାର, ଦେନ୍ R ଦିଟା ଗାର। ଓକେ, ଏଇଆ ଅଛି ନା? ଦେଖନ୍ତୁ RW ଗୋଟେ ଗାର, R ଦିଟା ଗାର, R ଦିଟା ଗାର, ଏତିକି ଅଛି। ପ୍ଲସ୍ ତା ପୂର୍ବରୁ ଗୋଟେ ଗାର ଅଛି, ଏଠି ଗୋଟେ ଗାର ଅଛି, ଏଠି ଗୋଟେ ଗାର ଅଛି। ଓକେ, ଏଇ ଅଛି ନା? ଏଇ ଜିନିଷଟା ଅଛି। ବର୍ତ୍ତମାନ ଆମେ ଆକୁ ବୁଝିବା ଯେ ଏଇ ଜିନିଷଟା କଣ। ଏଇ ଜିନିଷଟା କଣ ହବ? ଏମିତି ଡିଭାଇଡ ହବ, ଏମିତି ଡିଭାଇଡ ହବ। ବର୍ତ୍ତମାନ ପାଇଁ ଆପଣ ଏଇ ପାର୍ଟକୁ ଭୁଲି ଯାଆନ୍ତୁ, ଏଇ ପାର୍ଟକୁ ମୁଁ ଆପଣଙ୍କୁ ଟିକେ ସମୟ ପରେ କହିବି। ଏଇଠି ଆମେ ବର୍ତ୍ତମାନ ଦେଖିବା ଏଇ ଯୋଉ ତିନିଟା ଭାଗରେ ଡିଭାଇଡ ହେଇଛି। ଏଇଠି ମୁଁ ଯେମିତି ଆପଣଙ୍କୁ କହିଲି, ଏଇଟା ହଉଛି ଆପଣଙ୍କର ରିଡ୍, ଏଇଟା ହଉଛି ଆପଣଙ୍କର ରାଇଟ୍, ସେମିତି ଏଇଟା ହଉଛି ଆପଣଙ୍କର ରିଡ୍, ଏଇଟା ହଉଛି ଆପଣଙ୍କର ରିଡ୍। ଓକେ, ବାକି ଦିଟା ଆପଣଙ୍କୁ ଫାଙ୍କା ପଡିଛି। ଆଚ୍ଛା, ଏଇ ଯୋଉ ଜିନିଷଟା ହଉଛି, ଏଇଟା ହଉଛି ପ୍ରଥମ ଯୋଉ ବ୍ଲକଟା, ଏଇ ଯୋଉ ବ୍ଲକଟା, ଏଇ ଯୋଉ ବ୍ଲକଟା, ଏଇଟା ହଉଛି ୟୁଜର। এটা ସମସ୍ତେ ମନେ ରଖନ୍ତୁ ଠିକ ସେ। এটা হচ্ছে গ্রুপ, এটা হচ্ছে অদার। ଓକେ, ତାମାନେ କଣ ହେଲା? ଯଦି ଆମେ ଏଇଠି କମ୍ପେୟାର କରିବା, ଏଇ ଯୋଉ ଫାଇଲଟା ଆମର ବନିଥିଲା, ଗୋଟେ ଫାଇଲ ଆମେ ବନିଥିଲେ, ତାକୁ ଯୋଉ ରୁଟ ର ପରମିଶନ ମିଳିଥିଲା ଆଉ ରୁଟ ର ପରମିଶନ ମିଳିଥିଲା, ଏଇଟା ହଉଛି ୟୁଜର, ଏଇଟା ହଉଛି ଆପଣଙ୍କର ୟୁଜର, ଦେନ୍ ଏଇଟା ହଉଛି ଆପଣଙ୍କର ଗ୍ରୁପ, ଦେନ୍ ଏଇଟା ହଉଛି ଅଦର। ଓକେ, ତାହେଲେ କଣ ହେଲା? এই ଯୋଉ ରୁଟ ୟୁଜର ଯୋଉ ଫାଇଲଟା ବନିଥିଲା, ଏଇ ଯୋଉ ଫାଇଲଟା ବନିଥିଲା ତାର ଥିଲା ରୁଟ କୋଲୋନ ରୁଟ, ଏଇଆ ଥିଲା। ଦେଖନ୍ତୁ ଏଇଠି ଥିଲା ରୁଟ ଆଉ ରୁଟ ଅଛି। ଆଚ୍ଛା, ଏଇ ଯୋଉ ରୁଟ ଅଛି, ଏଇ ଯୋଉ ରୁଟ ଅଛି, ରୁଟ କୁ କଣ ପରମିଶନ ମିଳିଛି? ଏଇଠି ଯଦି ଦେଖନ୍ତୁ ଆପଣଙ୍କର କଣ ଅଛି? ରିଡ୍ ଆଉ ରାଇଟ୍ ଅଛି। ମାନେ ଏଇ ଯୋଉ ରୁଟ ୟୁଜର ଏଇ ଫାଇଲଟାରେ ରିଡ୍ ଆଉ ରାଇଟ୍ କରିପାରିବ, ଏକ୍ସିକ୍ୟୁଟ କରିପାରିବ ନାହିଁ। ଏକ୍ସିକ୍ୟୁଟ ମାନେ କଣ? ସେ ଫାଇଲଟାକୁ ରନ୍ କରିପାରିବନି। ଯଦି ସେଟା ଗୋଟେ ସ୍କ୍ରିପ୍ଟ ଫାଇଲ ହେଇଥାନ୍ତା, ସେଟାକୁ ରନ୍ କରିପାରିନଥାନ୍ତା। ଦେନ୍ କିନ୍ତୁ ସେ ତାକୁ ରାଇଟ୍ କରିପାରିବ ଆଉ ରିଡ୍ କରିପାରିବ, ମାନେ ତା ଦେହରେ ଯାହା ଅଛି ସେ ଦେଖିପାରିବ, ତା ଦେହରେ କଣ କଣ୍ଟେଣ୍ଟ ଲେଖା ଅଛି କଣ ସେ ଦେଖିପାରିବ, ଆଉ ସେ ଫାଇଲରେ କିଛି ମଡିଫାଇ କରିକି ରାଇଟ୍ କରିପାରିବ। ଏଇ ପରମିଶନ ମିଳିଛି ୟୁଜରକୁ। ଦେନ୍ ଗ୍ରୁପ, ଗ୍ରୁପରେ କଣ ମିଳିଛି? ଗ୍ରୁପରେ ତାକୁ ମିଳିଛି ରିଡ୍, ଓନ୍ଲି ରିଡ୍, ଆଉ କିଛି ସେ କରିପାରିବନି। ମାନେ କଣ? ଏ ଯୋଉ ରୁଟ ୟୁଜରର ଯଦି ଆଉ ଗୋଟେ
ଏଇଟା ବର୍ତ୍ତମାନ କଣ ଆମେ ଯାହା ପଢିଥିଲେ ରୁଟ୍ ୟୁଜର ନିଜେ ହଉଛି ରୁଟ୍ ହଉଛି ତାର ଗ୍ରୁପ ମାନେ ରୁଟ୍ ଗ୍ରୁପ ର ନିଜେ ରୁଟ୍ ହଉଛି ମେମ୍ବର। ଆମେ ଯଦି ରୁଟ୍ ଗ୍ରୁପ ର ଆଉ ଗୋଟେ ୟୁଜର କରିଥାନ୍ତେ ରବି କି ତ ଯଦି ଏଇ ଗ୍ରୁପ ର ମେମ୍ବର କରିଥାନ୍ତେ ରୁଟ୍ ର ତାହେଲେ କଣ ହେଇଥାନ୍ତା ରବି ବି ସେଇ ଫାଇଲ ଟାକୁ ରିଡ୍ କରିପାରିଥାନ୍ତା କିନ୍ତୁ ରାଇଟ୍ କରିପାରିନଥାନ୍ତା କି ଏକ୍ଜିକ୍ୟୁଟ କରିପାରିନଥାନ୍ତା। ଦେନ୍ ଆସିଲା ଅଦର ମାନେ ଆମ ଯୋଉ ସିଷ୍ଟମ ରେ ରୁଟ୍ ୟୁଜର ଛାଡିକି ଯେତେ ୟୁଜର ଅଛନ୍ତି ରବି ରାଜ ଶେଖର ବା ଯାହା ନାଥନ ଯେତେ ୟୁଜର ଅଛନ୍ତି ସେମାନେ କଣ କରିବେ ଓନ୍ଲି ଖାଲି ରିଡ୍ କରିପାରିବେ ଆଉ କିଛି କରିପାରିବେନି। ଏତିକି ପରମିଶନ ମିଳିଛି ଏଇ ଫାଇଲକୁ ଏତିକି ପରମିଶନ ମିଳିଛି। ଓକେ ଯଦି ଆମେ ଆଉ ଗୋଟେ ୟୁଜର ଦେଖିବା ଆମେ କଣ କରିବା ଏଠୁ ଏସ୍ୟୁ କରିବା ଡ୍ୟୁ କରିକି ମୁଁ ଗଲି ଏଠି ବର୍ତ୍ତମାନ ଦେଖନ୍ତୁ ହୁ ଟଚ୍ ଦେଖନ୍ତୁ କଣ ହଉଛି ସେଟା ମୁଁ ଡ୍ୟୁ ୟୁଜର ଅଛି କିନ୍ତୁ ରୁଟ୍ ଭିତରେ ଗୋଟେ ଫାଇଲ କରୁଛି। ଦେଖନ୍ତୁ ମୁଁ ଏଠି ସ୍ଲାସ ରୁଟ୍ ଭିତରେ ଥିଲି ଏଇଟା ହଉଛି ରୁଟ୍ ର କଣ ପରମିଶନ ls -l ସ୍ଲାସ ରୁଟ୍। ଦେଖନ୍ତୁ ସେ କିଛି ମତେ କରେଇଦଉନି କାହିଁକିନା ମୁଁ ଡି ୟୁଜର ଅଛି ସ୍ଲାସ ରୁଟ୍ ରେ କରୁଛି ସ୍ଲାସ ରୁଟ୍ ହଉଛି ରୁଟ୍ ୟୁଜର ହୋମ ଡିରେକ୍ଟୋରୀ ମୁଁ ଏକ୍ଜିଟ୍ କରିକି ଯାଉଛି। ଏବେ ଦେଖନ୍ତୁ ls-l ସ୍ଲାସ ରୁଟ୍ ls-l ସ୍ଲାସ ଏଠି ଦେଖନ୍ତୁ ଏଇଟା ହଉଛି ରୁଟ୍ ସ୍ଲାସ ରୁଟ୍ ତାଉ କଣ ଅଛି ରୁଟ୍ ଅଛି ୟୁଜର ଆଉ ଗ୍ରୁପ ତାର ଦେଖନ୍ତୁ ପରମିଶନ କଣ ଅଛି ପ୍ରଥମ ଅଛି rwx ଦେନ୍ ଅଛି rw ଦେନ୍ ଅଛି କିଛି ନାହିଁ ତାମାନେ ଆମକୁ କଣ ହେଲା ଯୋଉ ନେକ୍ସଟ ଯୋଉ ଆମେ ଅଦର ମାନେ କଣ ଏଇ ରୁଟ୍ କୁ ଛାଡିକି ଆଉ ଯେତେ ୟୁଜର ଅଛନ୍ତି ସେ ହଉଛି ତାକୁ କଣ ପରମିଶନ ମିଳୁଛି ବ୍ଲାଙ୍କ ମାନେ ତାକୁ କିଛି ବି ପରମିଶନ ନାହିଁ। ସୋ ଦ୍ୟାଟ ସେଥିପାଇଁ ଯେତେବେଳେ ମୁଁ ପଶିଲି ଡ୍ୟୁକ୍ ୟୁଜରରେ ମୁଁ ରୁଟ୍ ଭିତରେ ଗୋଟେ ଫାଇଲ ଟେ କ୍ରିଏଟ ବି କରିପାରିଲିନି ଆଉ ls କରିକି ଦେଖି ବି ପାରିଲିନି ପରମିଶନ ଡିନାଏଡ୍ କାହିଁକି ନା ଅଦର ୟୁଜର କୁ କୌଣସି ପରମିଶନ ନାହିଁ। ବର୍ତ୍ତମାନ ଯେତିକି ବୁଝିପାରିଲେ ସମସ୍ତେ ବୁଝିପାରିଲେ ଏତିକି ସମସ୍ତେ ବୁଝିପାରିଲେ କି ଗୌତମ ଶୁଭୁଛି ମୋ କଥା ଏତିକି ଯାଏଁ ବୁଝିପାରିଲ ଗୌତମ ଆଜ୍ଞା ସାର୍ ଆଜ୍ଞା ସାର୍। ଠିକ ଅଛି ଦେନ୍ ଆମେ ପରମିଶନ ବୁଝିଲା ପରେ ଜାଣିବା ଯେ ପରମିଶନ କେମିତି ଦିଆଯାଏ ଓକେ କୋଉ କମାଣ୍ଡରେ ପରମିଶନ ଆମେ ଦବା ଏଠି ଦେଖନ୍ତୁ ଏବିସି ଅଛି ଏଇ ଯୋଉ ପରମିଶନ ଅଛି ଆମେ ପରମିଶନ ଟା କେମିତି ଦବା ମୁଁ ଯାହା କହିଥିଲି ଆପଣଙ୍କର rwx 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 ତିନିଟା ବ୍ଲକରେ ସେ ଆମେ ପରମିଶନ ଦଉଛି ଯେତେବେଳେ ଗୋଟେ ଆମେ ଫାଇଲ ଟେ କ୍ରିଏଟ କରୁଛେ କଣ ହଉଛି ଏଟା ହଉଛି ୟୁଜର ଏଟା ହଉଛି ଗ୍ରୁପ ଏଟା ହଉଛି ଅଦର ଓକେ ଦେନ୍ ଆସିଲା ଆମେ rwx ଯୋଉ ଏଇଟା ହଉଛି 4 ଏଟା ହଉଛି 2 ଏଟା ହଉଛି 1 ଅଲ୍ ଟୋଟାଲ ହଉଛି ଆପଣଙ୍କର 7 ତାହେଲେ ଏଇଠି ଆମେ କଣ ହବ 7 7 7 ପରମିଶନ ହଉଛି ଟୋଟାଲ ପରମିଶନ ହଉଛି 7 7 7 ଓକେ ଏଇଟା କିଏ ବୁଝିପାରିଲେ ସମସ୍ତେ ଯଦି କିଛି ଡାଉଟ୍ ଅଛି ମତେ କୁହନ୍ତୁ ଏତିକି ସମସ୍ତେ ବୁଝିପାରିଲେ ହଁ ବୁଝିଲା ହଁ ସर ଓକେ ଦେନ୍ ଦେଖନ୍ତୁ ଏଇଠି ଯୋଉ ଆମର ପରମିଶନ ଟା ଅଛି ଏଇ ଗୋଟେ ପରମିଶନ ଦେଖନ୍ତୁ ଟେମ୍ପଲେଟ୍ସ ଏଇଠି ପରମିଶନ କଣ ଅଛି rwx r blank x r blank x
r w x r blank x r blank x ଓକେ ତାହେଲେ ଏଇଟା କ'ଣ ପରମିଶନ ଥିବ ମୁଁ ଯୋଉ କହିଥିଲି r w x 4 2 1 ତାହେଲେ ଏଇ ହିସାବରେ ଏଇଟା କ'ଣ ହେଲା 4 2 1 यानी 7 4 0 1 देन 5 4 0 1 यानी 5 माने 7 5 5 তাহলে এটি কোন পরমিশন ইমপ্লিমেন্ট হয়েছে 7 5 5 বুঝিপারলে এটি কোন হয়েছে এটা হচ্ছে यूजर को रीड राइट एग्जीक्यूट अर्थ एटी यूजर रीड भी कर परिबो राइट भी कर परिबो एग्जीक्यूट कर परिबो देन ग्रुप एटा होचे ग्रुप से जो ग्रुप रो यूजर माने कोन कर परिबे रीड कर परिबे आ एग्जीक्यूट करिवे एटी राइट कर परिबेनी देन अदर जो मेंबर अछन अदर यूजर से रीड करिवे एग्जीक्यूट करिवे राइट कर परिबेनी ओके एटा होचे 7555 755 परमिशन एटा समस्त बुझि पारले सर ताले परमिशन सर कोन नंबर अनुसार पड़े आपण नंबर कोड हिसाब रे भी देबे जतेले कोड आपण परमिशन मैं आपण कहबी आपण केमिन देबे परमिशन केमिन सेट करबे मु बतन आपण परमिशन बुझी सरला परे परमिशन कमांड आपण सेट करबा सिखे आगे आगे सर इतना बुझि पारले सर ओके देन धर दो सर टिके एट सर जो नोट अछि करन कोन गले सेटा सर टिके नोट करिया दिला सर सेटा करन असला आगे आगे सर ओके एटा धरंतो कोन अछि एटा गोटे धरंतो फाइलटा अछि एथिरे रीड राइट अछि जहाँ भी परमिशन अछि मु कोन करबा आपको फुल परमिशन देबी फुल परमिशन अर्थ कोन रीड राइट एग्जीक्यूट रीड राइट एग्जीक्यूट रीड राइट एग्जीक्यूट ता अर्थ कोन 7 5 सॉरी 7 7 7 कमांड कोन होची यूजर मोड यूजर मोड 7 7 7 फाइल नेम यूजर मोड 777 फाइल नेम यूएसआर एमओडी सॉरी भूल कहली एटा होचे ch मोड चेंज मोड ch mod ch मोड 777 then file name मान देखा chmod चेंज मोड 777 फुल परमिशन को फाइल को abc.txt एबेल को देखो abc.txt तार बर्तन फाइल सेट हो गला फुल फाइल सेट हो गला बर्तन ए फाइलटा आमे जे कोनोसी यूजर जे कोनोसी ग्रुप रो मेंबर समस्त को एक्सेस कर परिबे रीड कर परिबे राइट कर परिबे एग्जीक्यूट कर परिबे काइना एटा बर्तन में ताको फुल परमिशन दे देले बर्तन में चाहिबा जे ए जो फाइलटा रो हम राइट परमिशन हटै देबा ओनली खाली रखिबा
रीड आउ एग्जीक्यूट ओके तो रीड आउ एग्जीक्यूट हेले कोन हबो एई देखंतु रीड रहइबो हम एटाକୁ दबा पूरा परमिशन काना निजे यूजर सब करि पारे दरकार 7 एठी रहइबो रीड आउ एग्जीक्यूट त माने 4 + 1 5 5 तो एठी रहइबो 5 तमे कोन कमांड हबो तमे 755 हबो अर्थ कोन रीड करि परिबो आ एग्जीक्यूट करि परिबो रीड करि परिबो एग्जीक्यूट करिबो राइट सेव करि परिबोनी है ना 4 + 1 5 हम एठी कमांड कोन दबा ch मोड 755 एबीसी टेक्स्ट एल करंतु देखिबे देखंतु एठी यूजर फुल परमिशन रहला तर ग्रुप रो रीड आउ एग्जीक्यूट रहला आ अदर्स रीड आउ एग्जीक्यूट रहला हम एमितिया सब फाइल रो परमिशन हम चेंज करि पारे आज हम हमर जेमति रिक्वायरमेंट अछि एई देखो जदि गोटे हम देखिबा एई गोटे मु स्क्रिप्ट फाइल बनै के हम जले क्लास रे स्क्रिप्ट फाइल बनैथिलु देखैथिली हम जदि ताको एग्जीक्यूट करबा डॉट स्लैश करके एग्जीक्यूट करले से फाइल एग्जीक्यूट करला तार जहा कमांड अछि काम कला एठी मु कोन करैली फाइल को एग्जीक्यूट करैली एठी देखंतु एठी मु परमिशन देछि यूजर रीड राइट एग्जीक्यूट करबो ग्रुप भी रीड राइट एग्जीक्यूट करबो अदर्स भी रीड राइट एग्जीक्यूट करबो बर्तमान मु कोन करबी एग्जीक्यूट परमिशन हटाई देबी एग्जीक्यूट परमिशन हटाइले मु कोन करबी ए जो डब्ल्यू को हटेबी डब्ल्यू माने होछि 1 टा हटिबो मोर 4 2 1 1 हटिबो सबथुरु एठी कोन हबो ताले एठी हबो 6 ओके एठी कोन हबो मोर कोन थिला एठी अछि रीड आउ अछि एग्जीक्यूट अछि रीड एग्जीक्यूट अछि मैं एग्जीक्यूट हटेबी माने कोन करबी 5 को 4 कर देबी मो ओनली रीड रखिबी ओके chmod 644 देन फाइल ना इले करंतु एठी कोन देखंतु ये जो फाइल टारा एठी रीड आउ रहला एग्जीक्यूट रहलानी बर्तमान से फाइल टाको एग्जीक्यूट करके देखबा डॉट स्लैश देखन से नौनी फाइल टाको ऑटोमेटिक नौनी काना तार एग्जीक्यूट परमिशन हटि जायछि देखन कोन देखेला परमिशन डिनाइड काइना मोठी तार एग्जीक्यूट परमिशन हटै देली ओके से कोन गला से फाइल को एग्जीक्यूट कर पालानी तो स्पेशली आपन को स्क्रिप्ट फाइल है एग्जीक्यूट परमिशन दरकार एग्जीक्यूट परमिशन रहले फाइल टा द्वारा से स्क्रिप्ट से रन कर परिबो नाही मते फुन परमिशन चेंज कर दवा chmod 755 एंटर देन एग्जीक्यूट देखो फाइल एग्जीक्यूट कर बुझ पाले एग्जीक्यूट परमिशन केमति काम करछि आज्ञा सर ओके देन आसला कोन हम एटा होछ आपनकर न्यूमेरिक मेथड एटा जो हम पतन पढिले एटा होछ हम न्यूमेरिक मेथड बा नंबर मेथड न्यूमेरिक या कोनते न्यूमेरिक मेथड ओके हम नंबर कैलकुलेशन करके हम परमिशन सेट करले आ गुटे होछ कोन हम नॉर्मल सिंबॉलिक मेथड रे सेट करबा तापर हम कोन करिया पड़िबो दन आपण ए जो रीड राइट एग्जीक्यूट रीड ब्लैंक एग्जीक्यूट देन रीड ब्लैंक एग्जीक्यूट हम तो एया अछि हम कोन करबा ताको फुल परमिशन दबा बा गोटे एटी राइट ऑप्शन को ऐड करबा हम सिते कोन करबा यूजर ग्रुप अदर कोन करबा प्लस w देन फाइल नेम केमति करके कर परिबा एटी कोन गला हम डिफाइन करले काहा को परमिशन दबा यूजर को देले ग्रुप को देले अदर को देले कोन देले प्लस w देले माने से कोन करबा एटी तो w देले अछि एटी w ऐड करबो एटी w ऐड करबो एटा से परमिशन ऐड करबो जदि हम रीड फ्रॉम द मेथड रीड परमिशन हटे दवा चाहबा हम कोन करबा यूजर ग्रुप अदर -r देन फाइल नेम ओके से करबो जो रीड परमिशन तो सब थ्रू हटे दो हम जो गोटे पर्टिकुलर जो हटेबा पे चाहबा एटा होची यूजर सेक्शन ग्रुप सेक्शन अदर सेक्शन हम जो अदर सर खाली अदर करिया सर खाली हाँ, अदर ସେଇଟା करिया थिले माइनस अदर कर देले हिजो सर हाँ, ओ -r फाइल नेम आज्ञा से कोन करबो अदर रो परमिशन हटे दो ओके एटा होता एटा अपन के प्रैक्टिस कर देबे एति होची
ଆମର ସିମ୍ବଲିକ ମେଥଡ ଆମେ ସିମ୍ବଲ ୟୁଜ କଲେ ୟୁଜର ଗ୍ରୁପ ଅର୍ଡର ଡବଲ ରାଇଟ୍ ଏମିତି ସିମ୍ବଲ ୟୁଜ କଲେ ଆମେ ନ୍ୟୁମରିକ ମେଥଡ ୟୁଜ କଲେନି ବୁଝିପାରିଲେ ଆଉ ଗୋଟେ କଥା ମନେ ରଖନ୍ତୁ ସାର୍ ହଁ ଯଦି ଏଇଠି ଦେଖନ୍ତୁ ଗୋଟେ ଏଇଟା ହଉଛି ଗୋଟେ ଡିରେକ୍ଟର ଅଛି ଏ ଡିରେକ୍ଟର ଅଛି ତା ଭିତରେ ବି ଏଇ ପରମିଶନ ଆପଣଙ୍କୁ ଲାଗୁ ହବ ଯଦି ଆମେ ଏଇ ଡିରେକ୍ଟର ଉପରେ ଯାହା ପରମିଶନ ଅଛି ତା ଭିତରେ ଯୋଉ ଯୋଉ ଫାଇଲ ଅଛି ଯେତେବେଳେ ସେ କ୍ରିଏଟ କରିବ ଆପଣଙ୍କୁ ଏଇ ସବୁ ପରମିଶନ ୟୁଜ ହବ ଯଦି ଆମେ ଚାହିଁବା ଯେ ତା ଭିତରେ ଯୋଉ ଯୋଉ ଫାଇଲ ଅଛି ତାର ବି ପରମିଶନ ଚେଞ୍ଜ ହବ ଏଠୁ ଯୋଉ ଆମେ CHMOD ୟୁଜ କରୁଥିଲେ ସେତେବେଳେ ଯେ ତା ଭିତରେ ବି ଯାହା କଣ୍ଟେଣ୍ଟ ଅଛି ସେ ବି ଚେଞ୍ଜ ହେଇଯାଉ ଆମେ ଅପସନ ୟୁଜ କରିବା -R ଏଇଟା ସମସ୍ତେ ମନେ ରଖନ୍ତୁ CHMOD -R ଦେନ୍ ମୋଡ କଣ 777 ବା 755 ଦେନ୍ ଡିରେକ୍ଟରି ନେମ୍ ବା ଫାଇଲ ନେମ୍ ଯାହା ବି ଆପଣ ଦେଲେ ଏ ଧର ଡିରେକ୍ଟରି ଆପଣ ଦେଲେ ଏଇ ଡିରେକ୍ଟରି ଭିତରେ ଯାହା ବି ଫାଇଲ ବନିବ -R ଦ୍ୱାରା କଣ ହବ ରିକର୍ସିଭ ହବ ମାନେ ଡିରେକ୍ଟରି ବି ସେ ପରମିଶନ ଲାଗିବ ତା ଭିତରେ ବି ସେ ପରମିଶନ ସେ ସେଟ୍ କରିବ ଯାହା ବି ଫାଇଲ ତା ଭିତରେ ଥିବ ସମସ୍ତଙ୍କ ଫାଇଲର ପରମିଶନ ସେଟା ଚେଞ୍ଜ ହେଇଯିବ ବୁଝିପାରିଲେ ଆଜ୍ଞା ସାର୍ ନେକ୍ସଟ ପଢିବା କଣ ନେକ୍ସଟ ଆମେ ଦେଖିବା ଏଇ ଯୋଉ ଫାଇଲଟା ଧରନ୍ତୁ ଅଛି ଏ ଅଛି ୟାର ୟୁଜର ଆଉ ଗ୍ରୁପ ଅଛି ରୁଟ ଆଉ ରୁଟ ଆମେ କଣ କରିବା ୟାକୁ ଆମେ ଚେଞ୍ଜ କରିବା କେମିତି ଚେଞ୍ଜ କରିବା ତାକୁ ଚେଞ୍ଜ କରିବା ପାଇଁ କମାଣ୍ଡ ହଉଛି CHOWN ଓନ୍ ଅର୍ଥ ଏଇଟା ହଉଛି ଚେଞ୍ଜ ଓନ୍ ଅର୍ଥ ହଉଛି ଓନର ଓକେ ଚେଞ୍ଜ ଓନର CHOWN କମାଣ୍ଡ ହଉଛି କଣ CHOWN ଧର ଆମେ ଡ୍ୟୁଟ୍ ଦବା root colon dupe then file name ବା directory name ଅର୍ଥାৎ ଏଠି କଣ ହବ ୟୁଜର ହେଲା root group ହେଲା dupe ବୁଝିପାରିଲେ ଆମର କଣ ଥିଲା ଏଠି ୟୁଜର ବି root ଥିଲା ଆଉ ଗ୍ରୁପ ବି root ଥିଲା ଆମେ ଏଠି କଣ କରିଦେଲେ ୟୁଜର ରଖିଲେ root ଗ୍ରୁପ କରିଦେଲେ dupe ଏଟା ବି ହବ ନହେଲେ ଆମେ ଯଦି କହିବା ପୁରା ଚେଞ୍ଜ କରିଦବା CHOWN own dupe colon dupe then file name ସେ କଣ କରିବ ୟୁଜର ବି ଚେଞ୍ଜ କରିବ ଗ୍ରୁପ ବି ଚେଞ୍ଜ କରିବ ଦେଖିବା ଆମେ ଏଠି CHOWN dupe colon dupe a ଦେଖନ୍ତୁ ଏଠି କଣ ହେଲା a ର dupe ଦିଟାକ ଚେଞ୍ଜ ହେଇଗଲା ବୁଝିପାରିଲେ ଆମେ ଯଦି ଖାଲି ଗ୍ରୁପ ଚେଞ୍ଜ କରିବା ୟୁଜର ଚେଞ୍ଜ କରିବା ଖାଲି ଗ୍ରୁପ ଚେଞ୍ଜ କରିବା ଆମେ କଣ କରିବା CHOWN root dupe ଦେଖନ୍ତୁ କଣ ହେଲା ୟୁଜର ରହିଲା root ଗ୍ରୁପ ହେଇଗଲା dupe ଓକେ ଏମିତି କରିପାରିବା ନହେଲେ ଆଉ ଗୋଟେ କମାଣ୍ଡ ଅଛି CHGRP ଦେନ୍ ଗ୍ରୁପ ନେମ୍ ତମେ ରୁଟ କରିଦେବା ଆଉଥରେ ରୁଟ ଏ ହେଲେ ଦେଖନ୍ତୁ ପୁଣି ତାର ଯୋଉ ଗ୍ରୁପଟା ଥିଲା ଗ୍ରୁପଟା ଚେଞ୍ଜ ହେଇକି ରୁଟକୁ ପଳେଇଲା କଣ କମାଣ୍ଡ CHGRP ଓକେ ଦେନ୍ ହଉଛି କଣ ଆମେ ଏଇ ଯୋଉ ଡିରେକ୍ଟରୀ ଅଛି ସାର୍ ଏଠି ତ ଡିରେକ୍ଟରୀ ୟୁଜର ବି ସାର୍ ଚେଞ୍ଜ ହେଇଗଲା ନା ସାର୍ ତାର ଏ ପୂର୍ବରୁ ମୁଁ ଚେଞ୍ଜ କରିଥିଲି ଏଠି ଦେଖନ୍ତୁ CHOWN ରେ କରିଥିଲି ଆଜ୍ଞା ଆଜ୍ଞା ସାର୍ ଆଚ୍ଛା ଆଚ୍ଛା ଏଠି ଡିଉ କରିଥିଲି ତାପରେ CHOWN ରେ ୟୁଜରକୁ ଚେଞ୍ଜ କରିଥିଲି ଦେନ୍ CHGRP ତାର ଗ୍ରୁପ ଚେଞ୍ଜ କଲେ ଓକେ ଦେନ୍ ଯଦି ଏଇଟା ହଉଛି ଆପଣଙ୍କ ଡିରେକ୍ଟରୀ ଭିତରେ ଯାହା ଯାହା ଫାଇଲ ଥିବ ବା ଡିରେକ୍ଟରୀ ଥିବ ତାକୁ ଯଦି ଆମେ ଏଇ ପରମିଶନ ସେଟ୍ କରିବାକୁ ଚାହିଁବା ଏଇ ଗ୍ରୁପ ଯେତେବେଳେ ଆମେ ୟୁଜ କରୁଛେ ଏଠି ଆମେ କଣ ଅପସନ ୟୁଜ କରିବା -R -R ୟୁଜ କଲେ କଣ ହବ ସେ ଡିରେକ୍ଟରୀ ବା ଫାଇଲ ପରମିଶନ ଚେଞ୍ଜ ହେବା ସହିତ ତା ଭିତରେ ଯାହା ଥିବ ସବୁ ପରମିଶନ ଚେଞ୍ଜ ହେଇଯିବ -R ପ୍ଲିଜ ଏଟା ମନେ ରଖନ୍ତୁ ଏଟା ବି ଇଣ୍ଟରଭ୍ୟୁ ସବୁବେଳେ ପଚାରନ୍ତି ଯେ ମୁଁ ଗୋଟେ ଡିରେକ୍ଟରୀ ପରମିଶନ ଚେଞ୍ଜ କରିବି ବା ୟୁଜର ଗ୍ରୁପ ସେଟ୍ କରିବି
as well as ତା ଭିତରେ ଯାହା କଣ୍ଟେଣ୍ଟ ଅଛି ସେଇଟା ବି ଚେଞ୍ଜ ହବ। ତା ପାଇଁ ମୁଁ କଣ ଅପସନ ୟୁଜ କରିବି? ମାଇନସ୍ କ୍ୟାପିଟାଲ ଆର୍। ବୁଝିପାରିଲେ? ଏଠି ସମସ୍ତଙ୍କ କ୍ଲିୟର ହେଲା? କନଫର୍ମ କରନ୍ତୁ ସମସ୍ତେ କ୍ଲିୟର ହେଇଗଲା? ଦୀପକ ତମର କ୍ଲିୟର ହେଲା? ତମେ ବୁଝିପାରିଲ? ଆଜ୍ଞା ସାର୍। ଓକେ। ଆଦିତ୍ୟ, ଦେବଦତ୍ତ, ବିଭୁ, ହଁ ସାର୍। ଓକେ। ଦେନ୍ ଆମର ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ, ଏଇଟା ଆପଣ ମନେ ରଖିବେ ନିହାତି, ଆଉ ଏଇଟା ନିଶ୍ଚୟ କୋଶ୍ଚିନ୍ ସବୁବେଳେ ଇଣ୍ଟରଭ୍ୟୁ ଆପଣଙ୍କୁ ପଚାରନ୍ତି, ଷ୍ଟିକି ବିଟ୍। ଷ୍ଟିକି ବିଟ୍, ଷ୍ଟିକି ବିଟ୍ କଣ? ଏଇଠି ଦେଖନ୍ତୁ, ଆପଣଙ୍କୁ କହିଥିଲି ଏଇଠି ଯୋଉ ଗୋଟେ ଆପଣଙ୍କର ବ୍ଲାଙ୍କ ସ୍ପେସ୍ ରହୁଛି, ଏଇ ଯୋଉ ବ୍ଲାଙ୍କ ସ୍ପେସଟା ରହୁଛି ଏଇଟା ହଉଛି ସରି ଷ୍ଟିକି ବିଟ୍ କଣ ହବ? ଏଇଟା ତ ଆପଣ ଡିରେକ୍ଟଲି ପାଇଁ ଦେଖେଇବ। ୟା ପରେ ଗୋଟେ ଆପଣଙ୍କର ପରମିଶନ ଆସିବ ଷ୍ଟିକି ବିଟ୍। ଏଥିରେ କୌଣସି ଜାଗାରେ ଷ୍ଟିକି ବିଟ୍ ନାହିଁ। ଷ୍ଟିକି ବିଟ୍ ର କାମ ହଉଛି କଣ? ଧରନ୍ତୁ ଗୋଟେ ଡିରେକ୍ଟରି ଅଛି ଏ, ଓକେ, ତା ଭିତରେ ତିନିଟା ଫାଇଲ ଅଛି ଏ ବି e.txt, b.txt, c.txt। ୟାର ଯୋଉମାନେ ସବୁ ଓନର ଥିବେ ବା ଯେକୌଣସି ୟୁଜର କଣ କରିବ, ସେ ଫାଇଲଟାକୁ ରିଡ୍ ବା ରାଇଟ୍ କରିକି ଏକ୍ଜିକ୍ୟୁଟ ବି କରିପାରିବ। ଆମେ ଯଦି ଷ୍ଟିକି ବିଟ୍ ଦଉଛେ ତାହେଲେ କୌଣସି ୟୁଜର ଫାଇଲକୁ ମଡିଫାଇ କରିପାରିବ ନାହିଁ ବା ଡିଲିଟ୍ କରିପାରିବ ନାହିଁ। ଷ୍ଟିକି ବିଟ୍ର କାମ ହଉଛି ସେ। ଓକେ, ସେଟାକୁ ଦେଖିବା। ଧରନ୍ତୁ ଆମର ଏ ଅଛି ଗୋଟେ ଡିରେକ୍ଟରି, ଆମେ ଏ ଭିତରକୁ ଯିବା, ଏଠି ଗୋଟେ ଫାଇଲ କରିବା a.txt, ଦେନ୍ b.txt। ଏଲ କଲେ କଣ ହେଲା? ରୁଟ୍ ହେଲା, ଆମେ ତାକୁ ପରମିଶନ ଚେଞ୍ଜ କରିଦେବା, chown own duke duke a.txt, ଦେନ୍ ଆଉ ଗୋଟେ ଚେଞ୍ଜ କରିବା ରାଜ ଦେଲେ ଆମେ ସେଟ୍ କରିବା ପାସୱାର୍ଡ, କାରଣ ଆମେ ୟୁଜର ବନେଇଛେ, କାହାର ବି ପାସୱାର୍ଡ ସେଟ୍ କରିନେ। ଏ ଦେଖନ୍ତୁ, ସରି ଭୁଲ କରିଦେଲେ। ଆମେ ଏଠି ୟୁଜର ଗ୍ରୁପ ଚେଞ୍ଜ କରିଦେଲେ ଦିଟା ଫାଇଲର। ଆମେ କଣ କରିବା ଏବେ? ପାସୱାର୍ଡ ସେଟ୍ କରିବା, କାରଣ ଆମେ କୌଣସି ୟୁଜର ପାସୱାର୍ଡ ସେଟ୍ କରିନେ। ଦିଟା ୟୁଜର ପାସୱାର୍ଡ ସେଟ୍ ହେଇଗଲା। ଆମେ ବର୍ତ୍ତମାନ ଏଇଠି ଅଛେ, ଏଇଠି ବର୍ତ୍ତମାନ ଦେଖିବା ଆମେ ଷ୍ଟିକି ବିଟ୍ କନଫିଗର କରିନେ। ଆମେ କଣ କରିବା? su duke ରେ ଯିବା, duke ୟୁଜର ଗଲେ ଦେଖିଲେ ଫାଇଲ ଅଛି, ଓକେ। ଏ ଯୋଉ ବି ୟୁଜର ଅଛି ତାର ତ ଓନର ଅଛି ଡ୍ୟୁକ୍, ଦେଖିବା ସେଟା ତାର ସେ ଚେଞ୍ଜ କରିପାରୁଛି ନା ନାଇଁ। ଆମେ କଣ କରିବା? ଏମଭି କମାଣ୍ଡରେ b.txt କୁ c.txt କରିବା। ଏଠୁ ବାହାରିଯିବା ଆମେ। ଡ୍ୟୁକରେ ଲଗ୍ଇନ୍ କଲେ, ଆଉ ଗୋଟେ ଲଗ୍ଇନ୍ କରୁଛେ।
ଦେଖାଯାଉଛି ସମସ୍ତଙ୍କୁ? ଟିକେ ଫଣ୍ଟ ବଡ କରିଦବା। ଓକେ, ଆମେ ଏଠି କୋଉଥିରେ ଅଛେ? ରାଜ ୟୁଜର ଅଛେ। ଯିବା କୋଉଠିକି? cd ସ୍ଲାସ୍ root ଦେନ୍ a। ତାପରେ ମୁଁ ଏଇଠି ହିଁ ଭୁଲ କରିଦେଇଛି। ଏଇଠି ମୁଁ କୋଉଠି କରିଛି pwd, ଏଠି ମୁଁ କରିଛି ସ୍ଲାସ୍ ରୁଟ୍ ଭିତରେ। ସ୍ଲାସ୍ ରୁଟ୍ ହଉଛି ରୁଟ୍ ୟୁଜରର ହୋମ୍ ଡିରେକ୍ଟୋରୀ, ସୋ ଦ୍ୟାଟ୍ ସେଇ ଡିରେକ୍ଟୋରୀରୁ କେହି ବି ଆକ୍ସେସ୍ କରିପାରିବେନି, ତେଣୁ ସେମାନେ ବି କେହି କରିପାରୁନାହାନ୍ତି। ଗୋଟେ କାମ କରିବା, ସ୍ଲାସ୍ କୁ ପଳେଇବା, cd କୁ ପଳେଇବା। ଓକେ, ଏଇଠି ଆମେ କରିବା mkdir a mv ସ୍ଲାସ୍ ରୁଟ୍। ଦେଖନ୍ତୁ ମୁଁ କଣ କଲି, ସେ ଯୋଉ ରୁଟ୍ ର ଯୋଉ ଏ ଯୋଉ ଡିରେକ୍ଟୋରୀଟା ତାକୁ ଏଇଠିକି ନେଇ ଆସିଲି। କୋଉଠିକି ନେଇ ଆସିଲି? ପି ସ୍ଲାସ୍ କୁ ନେଇ ଆସିଲି। ଏଇଠି ହେଲା। ମୁଁ ବର୍ତ୍ତମାନ କୋଉଠି ଆଣିଲି? ରୁଟ୍ କୁ ଆଣିଲି, ପ୍ୟାରେଣ୍ଟ କୁ ଆଣିଲି। ଆମର ସ୍ଲାସ୍ ରୁଟ୍ ର ପୂର୍ବରୁ ଥିଲା, ମୁଁ ରୁଟ୍ କୁ ସ୍ଲାସ୍ କୁ ଆଣିଲି, ରୁଟ୍ କୁ ନେଇ ଆସିଲି। ବର୍ତ୍ତମାନ ଦେଖିବା ସେମାନେ କରିପାରୁଛନ୍ତି ନା ନାହିଁ। cd ସ୍ଲାସ୍ ll ଏ ଅଛି, cd a ବର୍ତ୍ତମାନ ଯାଇପାରିଲା। ସେଥିରେ କୋଉଥିରେ ଅଛି? ବର୍ତ୍ତମାନ ମୁଁ ଡ୍ୟୁକ୍ ୟୁଜର ଅଛି। ଓକେ, ବର୍ତ୍ତମାନ ମୁଁ ଡ୍ୟୁକ୍ ୟୁଜର ଅଛି। ମୁଁ କଣ କରିବି? mv ପୁଟ୍ ଆଉଟ୍ କରିବି, ଡ୍ୟୁକ୍ କୁ କରିବି, ଦେଖିବା ହଉଛି ନା ନାହିଁ। c ଡଟ୍ txt। ଏଇଟା ଆପଣ ପରମିଶନ ଦବାକୁ ପଡିବ, ନହେଲେ ସେ କରିପାରିବନି। ଚେଞ୍ଜ ମୋଡ୍ 755। ଦେଖନ୍ତୁ ମୁଁ ପୁରା ପରମିଶନ ଦେଇଦେଲି। ଏବେ ଦେଖିବା। ଏବେ ହେଲା। ଏବେ ମୁଁ କଣ କଲି? ପୁରା ପରମିଶନ ଦେଇଦେଲି। ଓକେ, ବାହାରୁ ବି ପରମିଶନ ଦେଇଦେଲି, ଭିତରେ ବି ତାର ଯାହା ଫାଇଲ ଥିଲା ତାକୁ ବି ପରମିଶନ ଦେଇଦେଇଛି। ପୁରା ପରମିଶନ ଦେଇଦେଇଛି। ପୁରା ପରମିଶନ ଦେଲା ପରେ କଣ ହବ ନା, ସବୁ ୟୁଜର ସବୁ ଯାହା ତାର ଫାଇଲ ଥିବ ସମସ୍ତଙ୍କୁ ସେ ରିନେମ୍ କରିପାରିବେ। ଏଇ ଦେଖନ୍ତୁ ମୁଁ ଡ୍ୟୁକ୍ ୟୁଜର ଅଛି, ଡ୍ୟୁକ୍ ୟୁଜର ଥାଇକି ରାଜ ୟୁଜରକୁ ବି ମୁଁ ମଡିଫାଇ କରିବି। mv a ଡଟ୍ txt କୁ ମୁଁ b ଡଟ୍ txt କରିବି। ଦେଖନ୍ତୁ ହେଇଗଲା, mv b କୁ b ଡଟ୍ txt ମୁଁ କରୁଛି। ତାହେଲେ କଣ ହେଲା? ମୁଁ ରାଜ ୟୁଜରରେ ଥାଇକି, ଡ୍ୟୁକ୍ ୟୁଜର ଥାଇକି ରାଜ ଫାଇଲକୁ ମଡିଫାଇ କରିପାରୁଛି। ଦେନ୍ ଏଠି ଯଦି ମୁଁ ଏଠି ଯିବି, ଏଠି କୋଉଥିରେ ଅଛି? ରାଜ ୟୁଜର ଅଛି।
MV D यूजर फाइल को मॉडिफाई करेंगे b.txt को c.txt में कले देखो सब फाइल को मॉडिफाई कर पाउछ ओके कहना पूरा फुल परमिशन देछि बर्तमान हम कोन करबा स्टिकी बिट सेट करबा स्टिकी बिट कोड सेट करबा हम ए रे सेट करबा ए जो डायरेक्टरी पर स्टिकी बिट सेट करबा देन देखिबा जे हम जहा पढ़थिले तो स्टिकी बिट काम करछ ना ना यूजर को से जो तार परमिशन ब्लॉक करछ ना ना इतने कमांड कोन होछि chmod प्लस टी ए ए ऊपर अप्लाई कले देन देखंतु एठी गोटे टी टे ऐड हेगला टी अर्थ होछि स्टिकी बिट ओके कमांड होछि प्लस टी हम स्टिकी बिट ऐड कले एबे हम देखिबा जे यूजर तार काम करि पाछ ना नै एमवी मु कोन करबी कोथरे अछि देखंतु मु कोथरे अछि बतन डी यूजर अछि मोर सब फाइल पूरा फुल परमिशन अछि बाहर भी मोर फुल परमिशन अछि ए ऊपर मोठी पूरा परमिशन देके रखिछि बता देखा काम करि पाछ ना नै यूजर कोन यूजर होछि ड्यू यूजर मु कोन करबी फर्स्ट ड्यू को चेंज करबी होत ना नै mv c.txt को मु कोन करबी a.txt c.txt ता फाइल नाटा txt को कोन करबी a.txt करबी देखो चेंज हो गला एटा तो हबा कथा काइना मु डी यूजर अछि डी यूजर फाइल रो परमिशन को चेंज करूचे तो हे गला मु कोन के राज और चेष्टा करी करया पे mv c.txt को कोन करबी b.txt करबा देखो परमिशन डिनाइड ता पूर्व से कर पाथला या पूर्व से कर पाथला बर्तमान जे तुम स्टिकी बिट सेट कर देचे से कर पारने बर्तमान एठी देखिबा नेक्स्ट यूजर को जिबा एठी देखो हम सब कर पाथले एठी एठी कोड अछि राज रे अछि सेते बेले एठी बी फाइल लो की यूजर थिला डी थिला एठी मु एमवी करके बी फाइल की चेंज कर देथिले बी रो ओनर की थिला डी थिला एठी यूजर किंतु राज थिला एबे हम देखिबा हेले हम कोथरा আছে राज यूजर আছে एमवी करबा को फाइल को राज फाइल को देखिबा c.txt को करबा हम b.txt देखो हैला जोटा कि हमर हबा कथा काना राज यूजर আছে राज यूजर रो फाइल को चेंज करले बर्तमान में ड्यू को चेष्टा करया ପାଇଁ का एमवी काउ करबा a.txt को हम कोन करबा c.txt परमिशन देता देख पाले जदि बा हमर पूरा फुल परमिशन अछि फाइल ऊपर आ डायरेक्ट ऊपर स्टिल हमें जो यूजर अलगा यूजर कौन सी फाइल के से मॉडिफाई करि परिबो नाही मन रखंतु दीटा जिन एठी हम सब बेला अपन इंटरव्यू पचारिबे व्हाट इज स्टिकी बिट रो काम होछि ऑल्दो हमर गोटे फाइल डायरेक्ट ऊपर पूरा फुल परमिशन थिबो ता भितरे फाइल गुडा करे डायरेक्ट फुल परमिशन थिले भी कोनोसी यूजर अलगा गोटे यूजर रो फाइल बा फोल्डर बा डायरेक्टरी की मॉडिफाई करि परिबे नाही ओके आ स्टिकी बिट सब बेले डायरेक्टरी ऊपर ही सेट हो बुझि पाले एटा सेट ऑन डायरेक्टरी बुझि पाले समस्त एटा कंफर्म करंतु टिके आज्ञा सर ये कोन स्टिकी बिट को रिमूव केमि करे स्टिकी बिट को रिमूव करे पे होछि कोन कमांड जेमते हम देखले chmod प्लस t सेमते हम दबा chmod माइनस टी एबे देखंदो स्टिकी बिट हमर सेट हेतला स्टिकी बिट एठी हटि गला पारे बतन में देखिबा मॉडिफाई करि पाछु ना नै हला हमें को यूजर আছে डी यूजर আছে हमें मॉडिफाई करबा राज यूजर रो फाइल को mv b.txt टू c.txt देखो आराम से कर पाला माने डी यूजर थाय कि भी से जो राज यूजर फाइल को मॉडिफाई कर देला सेमति एठी जिबा हमें एठी कोन আছে राज यूजर আছে
MV ରାଜ ୟୁଜର ଫାଇଲ କ'ଣ? MV ରାଜ ୟୁଜର ଫାଇଲ ହେଉଛି କ'ଣ? b.txt ଆମେ ତାକୁ କରିବା c. ନାଇଁ ବର୍ତ୍ତମାନ ଏଠି କ'ଣ ଅଛି? ରାଜ ୟୁଜର ଅଛି, ଆମେ ଫାଇଲ କରିବା ଚେଞ୍ଜ କରିବା ଡ୍ୟୁକର a.txt ଚେଞ୍ଜ କରିବା ପାଇଁ a.txt କୁ b.txt ଦେଖନ୍ତୁ ଚେଞ୍ଜ କରିଦେଲେ। ବୁଝିପାରିଲେ ଷ୍ଟିକି ବିଟ୍ର କାମ କ'ଣ? କମାଣ୍ଡ ହେଉଛି କ'ଣ? chmod +t then directory name chmod -t directory name। এটা হচ্ছে sticky bit ଆଉ এটা হচ্ছে most important topic for the interviewers। ଇଣ୍ଟରଭ୍ୟୁ ମାନେ ଏଇଟାକୁ ନିଶ୍ଚୟ ଭାବେ ସେମାନେ ପଚାରନ୍ତି ସବୁବେଳେ। ଓକେ, ଏତିକି ସମସ୍ତେ ବୁଝିପାରିଲେ? ଆଜିର ଟପିକ ଆମର କଭର ହେଲା, ଆଜି ଯାହା ଯାହା ପଢିବା ଥିଲା ଆମର ସରିଲା। ଯଦି କାହାର କିଛି ଡାଉଟ୍ ଅଛି ମତେ ପଚାରନ୍ତୁ, ସୋ ଦ୍ୟାଟ୍ ମୁଁ ଟ୍ରାଏ କରିବି ଆପଣଙ୍କ ଡାଉଟକୁ କ୍ଲିୟର କରିବା ପାଇଁ। ଯଦି କିଛି ଡାଉଟ୍ ଅଛି ପଚାରନ୍ତୁ। ଦୀପକ ଡାଉଟ୍ କିଛି ଅଛି କି? नहीं सर। ଓକେ, ଦେବଦତ୍ତ, ଆଦିତ୍ୟ, ଗୌତମ, ବିଭୁ ଡାଉଟ୍ କାହାର କିଛି ନାହିଁ? ନା ଭାଇ ସାର୍ ମୁଁ ପ୍ରାକ୍ଟିସ କରି ସାରିଲା ପରେ ଯଦି ଆସିବ ଡାଉଟ୍ ସାର୍ ପଚାରିବି ନହେଲେ। ଓକେ, ଠିକ ଅଛି, ମୁଁ ଆପଣଙ୍କୁ ଆଜ୍ଞା। PDF ଭିଡ଼ିଓ ରେକର୍ଡିଂ ଦେଇଦେବି, ଆପଣ ପ୍ରାକ୍ଟିସ କରନ୍ତୁ। ଓକେ, ଆଉ କାଲି 10ଟାରେ ପୁଣି ଆମେ କ୍ଲାସ୍ କରିବା। କାଲି ବି ଗୋଟେ ବଢ଼ିଆ ଇମ୍ପୋର୍ଟାଣ୍ଟ ଟପିକ୍ ଅଛି, କେହି ବି ମିସ୍ କରିବେନି। ଠିକ ଅଛି।